ଫାଙ୍କାର ଅଛି ପ୍ରଶ୍ନ, ନହେଲେ ଟପିକ୍ ଉପରକୁ ଯିବା। ଆଜ୍ଞା ମୁଁ ଟିକେ ଆଉ ଥରେ ଟିକେ ଗୋଟେ ଛୋଟିଆ କଥା ଟିକେ କହିବି। କୁହନ୍ତୁ। ଆଜ୍ଞା ପୁରୁଣା ବର୍ଷ ଆମ ଠାରୁ ବିଦାୟ ନେଇଛି 2023, ନୂତନ ବର୍ଷ 2024ରେ ପଦାର୍ପଣ କରିଛି। ଗୋଟିଏ ସତ୍ସଙ୍ଗ ଯାଇଛି 6 ତାରିଖଟା, ଆଉ ଆଜି ଦ୍ୱିତୀୟ ସତ୍ସଙ୍ଗ 7 ତାରିଖ ହେଇଛି ରବିବାର। ତେଣୁ ନୂତନ ବର୍ଷ ଯୋଉ ଆମେ ସ୍ୱାଗତ କଲେ, ସେ ନୂତନ ବର୍ଷରେ ନୂତନତ୍ୱ କ'ଣ ଅଛି? ଆମ ପାଇଁ ନୂତନତ୍ୱ କ'ଣ? ଆମେ ତ ଯେମିତି ଖାଉଥିଲେ ପିଉଥିଲେ ଶୋଉଥିଲେ ଯାହାର ବିହାର ନିଦ୍ରା ମୈଥୁନ ସବୁ କିଛି ତ କରୁଛେ, ତା ଭିତରେ ନୂତନତ୍ୱ କ'ଣ ଅଛି? ଆଉ ଆମ ପାଇଁ ଗୋଟେ ନୂଆ ବର୍ଷ କ'ଣ, ଆଉ ନୂଆ ବର୍ଷକୁ ସ୍ୱାଗତ କରିବା କ'ଣ? ଆମର ମୁନି ସମାଜରେ ଆମେ ତ ଯାହା ବା ସାଧାରଣ ଲୋକ ଯାହା ତ କରୁଛନ୍ତି, ଖାଉଛନ୍ତି ପିଉଛନ୍ତି ବସୁଛନ୍ତି ଉଠୁଛନ୍ତି ଶୋଉଛନ୍ତି ସବୁ କିଛି ଚାଲିଛି। ଏମିତି ବି ଚାଲି ଚାଲିକା ଏମିତି ଚାଲୁଛି। ଆଉ ଯୋଉ ନୂତନ ବର୍ଷକୁ ଯୋଉ ସ୍ୱାଗତ କଲେ, ଆମର ନୂତନତ୍ୱ କ'ଣ ରହିଲା? ଆମେ ମୁନିମତି ଭାଇ ଭଉଣୀ ମାନେ ଏଇ ନୂତନତ୍ୱ କ'ଣ ଆମ ଭିତରେ ପ୍ରବେଶ କରୁଛି, ଯେ ନୂଆ ଜିନିଷଟା କ'ଣ ଆମ ଭିତରେ ପ୍ରବେଶ କରୁଛି, ତାକୁ ଆମେ ସ୍ୱାଗତ କରିବା। ଏ ବିଷୟରେ ଟିକେ ଆଲୋଚନା କଲେ ଭଲ ହୁଅନ୍ତାନି? ଶୁଣନ୍ତୁ, ପ୍ରଥମତଃ ଏଇ ଯେଉଁ ନୂଆ ବର୍ଷ ଆମେ ଗ୍ରହଣ କରୁଛେ, ଏଇଟା ବାସ୍ତବିକ ନୁହେଁ। ଏଠି ଲୋକାଚାର ମତରେ ବା ଗଭର୍ଣ୍ଣମେଣ୍ଟର ତ ବହୁତ ଦୋଷଯୁକ୍ତ ସମ୍ବିଧାନ ଅଛି ଗଭର୍ଣ୍ଣମେଣ୍ଟର। ଆମେ ଆଡପ୍ଟ କରିଛେ ଆକ୍ଚୁଆଲି ଇଂରେଜ ଶାସନ ନାହିଁ ନୁହେଁ, ଇଂରେଜ ଶାସନ ଅଛି। ଇଏ ବି ତା ଭିତରୁ ଗୋଟେ ଅଂଶ। ସେମାନେ ନୂଆ ବର୍ଷ ଏଇଟା ପାଳନ କରୁଥିଲେ, ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ଇତ୍ୟାଦି ଇତ୍ୟାଦି। ଜାନୁଆରୀରୁ ଆରମ୍ଭ ହେଉଛି, କିନ୍ତୁ ପ୍ରକୃତରେ ଆମେ ଯେଉଁ ନୂଆ ବର୍ଷ ଆରମ୍ଭ କରୁଥିଲେ ସେଇଟା ଆମର ତ ଏପ୍ରିଲ ମାସରୁ ଆରମ୍ଭ ହେବ। ସୂର୍ଯ୍ୟ ଯେତେବେଳେ ସର୍ବୋଚ୍ଚ ସ୍ଥାନରେ ଥିବେ, ସୂର୍ଯ୍ୟ ଯେତେବେଳେ ସର୍ବୋଚ୍ଚ ସ୍ଥାନ, ମୁଁ ସେଇ କଥା କହୁଛି। ଏ ନୂଆ ବର୍ଷ ଆମେ ଯେଉଁ ଗ୍ରହଣ କରୁଛେ, ଏଇଟା ବାସ୍ତବିକ ନୂଆ ବର୍ଷ ନୁହେଁ, ଇଏ ଗୋଟେ ଫ୍ୟାସନେବୁଲ ହେଇଯାଇଛି। ଭାଲେଣ୍ଟାଇନ୍ ଡେ ଯେମିତି ଫ୍ୟାସନେବୁଲ ହେଇଛି, ଅମୁକ ଡେ ସମୁକ ଡେ ସବୁ ନୂଆ ନୂଆ ସବୁ ଡେ ବାହାରୁଛି, ଇଏ ସେମିତି ଗୋଟେ ନୂଆ ବର୍ଷର ଢାଞ୍ଚାରେ ପଡ଼ିଯାଇଛି ଆଉ। କିନ୍ତୁ ବାସ୍ତବରେ ନୂଆ ବର୍ଷ ନୁହେଁ। ତେଣୁ ମୁଁ ଆକୁ ଗ୍ରହଣ କରୁନି ଯେ ଏଇଟା ନୂଆ ବର୍ଷ। ଆମର ପାଞ୍ଜି ଯେଉଁଦିନଠୁ ପଢ଼ା ହେବ, ନୂଆ ପାଞ୍ଜି ବାହାରିବ ଏପ୍ରିଲରେ, ସେଇଟା ନୂଆ ବର୍ଷ ଗ୍ରହଣ କଲେ ମୁଁ ଭାବୁଛି ଠିକ୍ ହେବ। ତେଣୁ ଯେହେତୁ ଏଇଟା ନୂଆ ବର୍ଷ ବୋଲି ଆମେ ମାନୁଛେ ଲୋକାଚାର ମତରେ, ହଁ ଜାନୁଆରୀ ଆସିଲା କାଉଣ୍ଟ ହେଲା, କିନ୍ତୁ ହୃଦୟ କହୁନି ଏଇଟା ନୂଆ ବର୍ଷ। ଗୋଟେ ପ୍ରକୃତ ଓଡ଼ିଆ ଲୋକ, ପ୍ରକୃତ ପାଞ୍ଜି ସହିତ ଯେଉଁମାନେ ଡିଲ୍ କରୁଛନ୍ତି, ପାଞ୍ଜିକି ମୂଳ ଆଧାର ରଖିଛନ୍ତି, ଜଗନ୍ନାଥ ପାଞ୍ଜି ହଉ ବା ବିରଜା ପାଞ୍ଜି ଆମ ଓଡ଼ିଶାରେ ଯେଉଁ ଚାଲିଛି, ଆକୁ ଆଧାର କରିକି କେବେ ନୂଆ ବର୍ଷ କେହି ପାଳନ କରନ୍ତିନି ଜାନୁଆରୀ। ସେମାନେ ସେତେବେଳେ ପାଞ୍ଜି ପଢ଼ାଯାଏ। ପ୍ରତ୍ୟେକ ଭାଗବତ ଗାଦିରେ ଆସିକିରି ଯେଉଁମାନେ ଜ୍ୟୋତିଷ, ସେମାନେ ପ୍ରତି ଘରେ ଘରେ ଯାଇକିରି ପାଞ୍ଜି ପଢ଼ନ୍ତି। ନୂଆ ପାଞ୍ଜିରେ କ'ଣ ଅଛି, ମେଘ କେତେ, ଆଉ ବୃଷ୍ଟି ବା ବୃଷ୍ଟିପାତ, ଫସଲ ହାନି ଲାଭ ସବୁ କୁହନ୍ତି। ସେଇଟା ନୂଆ ବର୍ଷ। ଏଇଟାକୁ ଯେହେତୁ ଆମେ ଗ୍ରହଣ ନ କରୁଛେ, ତ ନୂଆ ବର୍ଷର ଆଭିମୁଖ୍ୟ ହୁଏତ ଆମେ ଆଲୋଚନା କରିପାରିବା, ନୂଆ ବର୍ଷର ଆଭିମୁଖ୍ୟ କ'ଣ ହେଇପାରେ, କିନ୍ତୁ ଏଇଟାକୁ ପ୍ରଥମେ ମନେ ରଖନ୍ତୁ, ମୂଳରୁ ପୋଛି ଦିଅନ୍ତୁ ଯେ ଏଇଟା ନୂଆ ବର୍ଷ ନୁହେଁ। ଇଂରେଜ ପଳେଇଲେ ଆମେ କ'ଣ ତାଙ୍କରି ଶାସନରେ ଶାସିତ ହେବା? ଯିଏ ନ ଜାଣିଛନ୍ତି ହେଉଛନ୍ତି। ଯେମିତି ଇଣ୍ଡିଆ ପରିବର୍ତ୍ତନ ତା ଭାରତ ହେବାକୁ ଯାଉଛି, ସେମିତି ସମୟ ଆସିବ ଏ ନୂଆ ବର୍ଷକୁ ପାଳନ କରିବେନି ଆଉ।
এই প্রয়াগরাজ ହେଇଗଲା, इलाहाबाद प्रयागराज ହେଇଗଲା, परिवर्तन ହେଲା ନା। काश्मीरी इंडिया रे मिसिला, परिवर्तन ହେଲା। तुम काश्मीरी गले से कह तुम कौट आइल, इंडिया रे आसिल, से लोक मैंने एमती कहते। बर्तमान आ कहे कि इंडिया रे आसिल बोली, से कह आई आमे इंडियन, काश्मीर ना। सेमती आज पर्यटन देखुना कटक CUTTAK आम लिखुचे आज पर्यटन कुटक एटा केबे परिवर्तन निश्चिंत हम। ओडिया रे लिखला क ट क दीटा क ट लिखला कुटक लिखुचे, कलकत्ता कोलकाता ये सब आड़ी औल खोर्धा खुर्दा ये जो अपभ्रंश वार्ड सब लगी बालेश्वर बालासोर बालेश्वर को बस लिखा नथिला बालासोर BA। तेणु ये जो इंग्रेज मानकर नाटा परिवर्तन करने को भी एपर्यंत हो पारे हो आस्ते 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 हो। आम गड़ लिखुचे, गड़ लिखुचे कि नहीं गड़ गड, किंतु इंग्लिश रे कौन लिखुच GARH से गड़ लिखा लगे। ये जो भूल भटका है आज पर्यंत संशोधन होनी, आस्ते आस्ते हो। तेणु इंग्रेज सभ्यता आज पर्यंत शरीर सीना इंडियन किंतु मन इंडियन नहीं, मन होची इंग्लैंड। परिवर्तन जो टैक्स थिला सेतेबेले इंग्रेज माने बसैथिले शोषण करिया को, भारतीय संविधान एबे भी से टैक्स चालू रही। रोड टैक्स हो बा सेल टैक्स हो, सब टैक्स लगी रही सब क्षेत्र। तेणु परिवर्तन है। तेणु नुआ वर्षटा परिवर्तन आम ढांचा गढ़ी तोलीचे ढांचा एटा परिवर्तन हवा दरकार, परिवर्तन हवा दरकार। तेणु एटा को मुझे भाविनी एटा नुआ वर्ष, तेणु से टिप्पणी दवा हे तो परिवर्तन हो मानसिक स्तर में आम नुआ वर्ष केवे पालन करिया, आम पंजिका अनुसार आम पालन करिया, बुझिले आम पंजिका अनुसार आम पालन करिया, सेटा शुभनीय हम। आज्ञा गोटे कथा कहबी कि सप्ताहक 7 दिन भितर प्रति मुहूर्त जो घंटाकर जो 60 मिनिट बा मिनिट को जो 60 सेकेंड, ये 60 सेकेंड 7 दिन भितर जी 7टा दिन 8टा दिन है, ये 7 दिन प्रत्येक मुहूर्त आम मुनि मती भाई मान कि प्रभाव पड़ुची आमर कि प्रभाव पड़ा उचित माने समय आउ जो दिन आउ माने तिथि यही विषय टी आलोचना करुचे। 7टा दिन भितर प्रत्येक मुहूर्त आम मुनिमती भाई मान कि प्रभाव पड़ुची, समयर प्रभाव निश्चित भाव में मुनि मती भाई मान पड़ुची। तेणु आम कि प्रभाव पड़ा उचित आपण तत्वगुरु क्रियागुरु धर्मगुरु सबू किसी आपण। तेणु आम मुनिमती भाई मान बसिकी टिके ए कथाटा आमको टिके चेतई देले टिके भल हुअंता बोली मु भाबुची। एइथिपाई मु नूतन वर्ष कथाटा कहिछि, ता भितरे मोर थिला लक्ष्य जे प्रत्येक मुहूर्त आम पाई केमते गोटे मूल्यवान मते टिके क्लारिफाई करबे भी समस्त टिके अनुभव कर सारे मो कथाटा को आपण टिके मु डायरेक्ट न कहबी माने अनुरोध पूर्वक कहूची जे प्रत्येक मुहूर्त आम पाई जे बहुत मूल्यवान से समयटा चलीगले आम पाइबू ना। प्रत्येक मुहूर्त
সময়টাକୁ ଏତେ ବଳବାନ ଯେ ସିଏ ସୃଷ୍ଟି ଚକ୍ର ଭଳି ବୁଲୁଛି। ଏଇ ମୁହୂର୍ତ୍ତଟା ଏଇ ପଛକୁ ନାହିଁ। ଆପଣ ତ କହନ୍ତି ବିଶ୍ୱାସ ନାହିଁ। ଏବେ ଯୋଉ ସମୟଟା ଆପଣ ପାଇଛନ୍ତି ସେଇ ସମୟର ସଦୁପଯୋଗ କର, ତାହେଲେ ଟିକେ ବୁଝେଇଦେବେ ବୋଲେ ଭଲ ହୁଅନ୍ତା ବୋଲି ମୁଁ ଅନୁରୋଧ କରୁଛି। ଗୁରୁଜୀ, ଭାଗବତରେ ଅଛି, ଏ ଜୀବ ଅନ୍ତେ କାହିଁ ଯିବ, ଏହା ନ ଜାଣେ ବ୍ରହ୍ମା ଶିବ। କାହୁଁ ଓଇଲା ତା ନ ଜାଣେ, ଦେହକୁ ସତ୍ୟ ପ୍ରାୟ ମଣି। ଆର ରହସ୍ୟ କଣ? ସବୁର କର୍ମ ସହିତ ତୁମ ଭାବନାରେ ମଧ୍ୟ ମୃତ୍ୟୁ ଲୁଚିକି ରହିଛି। ତୁମେ ଜାଣିନ କାହିଁ ଆସିଛ, କୋଉଥିପାଇଁ ଯିବ। ବୁଝିଲେ? ତେବେ ଆମେ କାହିଁକି ଆସିଛୁ, କାହିଁକି ଯିବୁ, କୁଆଡ଼େ ଯିବୁ, କ'ଣ କରିବୁ, ଇଏ ତ ସେଇ ରହସ୍ୟମୟ ଘଟଣା। ଆଠାରୁ ବଡ଼ ରହସ୍ୟ କିଛି ନାହିଁ। ହେଲା, ଏପଟରେ ପ୍ରଶ୍ନ ରଖିଛନ୍ତି ଯେ ନୂଆ ବର୍ଷ ହଉ ବା ଆଜିର ଦିନଟା ହଉ, ପ୍ରତି ମୁହୂର୍ତ୍ତକୁ ଆମେ କେମିତି ବିନିଯୋଗ କରିବା। ଦେଖିବା, ଏ ଦୁଇଟି ପ୍ରଶ୍ନ। ହଉ, ତେବେ ଆମର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ହେଉଛି କ'ଣ? ଆମେ ଏଇ ସମୟକୁ କିପରି ବିନିଯୋଗ କରିବା। ଖାଲି ନୂଆ ବର୍ଷର ସମୟ ବିନିଯୋଗ କରିଦେଲେ ହେଇଯିବ ତା ନୁହେଁ। ପ୍ରତି ମୁହୂର୍ତ୍ତକୁ କେମିତି ଆମେ ବିନିଯୋଗ କରିବା, ଠିକ୍ ସମୟରେ ଠିକ୍ ଭାବନା ନେଇ ଉଚିତ ପଦକ୍ଷେପ ନେଇକରି। ଏଇଟା ହେଉଛି ଗୋଟେ ମୂଳ ମୁଦ୍ଦା। ଏଥିରେ ସମସ୍ତେ ଏକମତ ହେବେ। ଆଜି ଯଦି କେତେ ସମୟ ବିତିଗଲାଣି ଦେଖନ୍ତୁ। କାହାକୁ 60 ବର୍ଷ, କାହାକୁ 50 ବର୍ଷ, 40 ବର୍ଷ, 70, 80। ଆଜି ଜଣେ ଆଡଭୋକେଟ ସକାଳୁ ଲଗେଇ କଥା ହେଲେ ମୋ ସହିତ ଭୁବନେଶ୍ୱରରୁ। କହିଲେ, ଆଜ୍ଞା ଆପଣଙ୍କର ପ୍ରବଚନ, ମୁଁ ତ ଜଣେ ପେଶାରେ ଓକିଲାତି କରୁଛି, କିନ୍ତୁ ଆପଣଙ୍କ ପ୍ରବଚନରେ ଜମା ଓକିଲାତି ଭାବ ନାହିଁ। ମୋତେ ଖୁସି ଲାଗିଲା ତାଙ୍କ କଥା। ମୁଁ କହିଲି, କ'ଣ ଓକିଲାତି ଭାବ ନାହିଁ? ନା, ଆପଣ କାହା ପାଇଁ ଓକିଲାତି କରୁନାହାନ୍ତି, ଆପଣ ହୃଦୟରୁ କହୁଛନ୍ତି ସବୁ କଥା। ଆଉ ଏତେ ମୋତେ ଆକର୍ଷିତ କରିଛି, ମୁଁ ରହିପାରିଲିନି ଆପଣଙ୍କ ସହିତ କଥା। ଆଉ ମୋ ଝିଅଟି ଅଛି, ତାଙ୍କର 7-8 ବର୍ଷ ହେଲାଣି, ପିଲା ସନ୍ତାନ ହେଇନି। ଗୋଟେ ହେଇଥିଲା, କୌଣସି କାରଣବଶତଃ ନଷ୍ଟ ହେଇଛି, ଆଉ ନାହିଁ। ଏଇଟା ମୋର ଗୋଟେ ଦୁଃଖର ଘଟଣା। ଦ୍ୱିତୀୟ କଥା ହେଉଛି, ଆମ ପୁଅ ବିଷୟରେ ଟିକେ କହିବା। ସ୍ପିରିଟ୍ ପୁଅ ଭିତରେ ପଶୁଛି, ଆସୁଛି, ଯାଉଛି। ଏଇଟା ତ ଅନ୍ୟମାନେ ବିଶ୍ୱାସ କରିବେନି ସ୍ପିରିଟ୍ କଥା, କିନ୍ତୁ ସ୍ପିରିଟ୍ ଅଛି ବା ଆତ୍ମା ଅଛି। ଗୋଟେ ମଣିଷ ମରିଗଲା ପରେ ରହୁଛି, ତାର ଭାବନାକୁ ଚରିତାର୍ଥ କରିବା ପାଇଁ, ତାର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପୁଣି କେତେବେଳେ ଉଠିକିରି କାଠି ସବାର ହେଉଛି। ଏଇଟା ସତ୍ୟ। ଏମିତି କୌଣସି ପୃଥିବୀରେ ଶକ୍ତି ନାହିଁ, ଆକୁ କେହି ଜ୍ଞାନୀ ନାହାନ୍ତି ପୃଥିବୀରେ କେହି ୟାକୁ ଅସ୍ୱୀକାର କରିବେ। ଆଉ ଯେଉଁମାନେ କରୁଛନ୍ତି ସେମାନେ କେତେ ଅଜ୍ଞାନତାରେ ଅଛନ୍ତି, ତାର କଳ୍ପନା ବାହାରେ। ମନେ ରଖନ୍ତୁ, ଯେଉଁମାନେ ଏଇ ଯେଉଁ ଭୂତ ପ୍ରେତ ଏ ସ୍ପିରିଟ୍ ଲାଗିବାକୁ ଅସ୍ୱୀକାର କରୁଛନ୍ତି, ସେମାନେ କେତେ ଅଜ୍ଞାନତା ଭିତରେ ଅଛନ୍ତି, କଳ୍ପନା ବାହାରେ। ଯଦି ସେମାନେ ପ୍ରମାଣ କରିଦିଅନ୍ତେ
ନାହିଁ ବୋଲି ତାହେଲେ ତ ନୋବେଲ ପ୍ରାଇଜ୍ ପାଆନ୍ତେ ମୋ ମତରେ। ମୁଁ ଯେତିକି ଅନୁଭବ କରିଛି, ଯେତିକି ଦେଖିଛି, ଯେତିକି ତା ସହିତ କ୍ରିୟାଶୀଳ ଅଛି, ମୁଁ ସେଇ କଥା କହୁଛି। ପ୍ରତ୍ୟକ୍ଷ ଅନୁଭୂତ ଜ୍ଞାନକୁ କେହି ଅସ୍ୱୀକାର କରିପାରିବେନି। ଏସବୁ ଦୁଃଖ କଥା। ମୁଁ କହିଲି ତୁମର କେତେ ବର୍ଷ ହବ ନା? ମୋତେ 63 ବର୍ଷ ହେଲାଣି। ମୁଁ କହିଲି 63 ବର୍ଷରେ କ'ଣ ପାଇଲେ? ଯଦି ଆମେ ପ୍ରତି ମୁହୂର୍ତ୍ତକୁ ବିନିଯୋଗ କରିବାକୁ ଆମେ ଚେଷ୍ଟା କରିବା, ତାହେଲେ 63 ବର୍ଷଟା ବେକାର ମୁଁ କହିବିନି, କିନ୍ତୁ ତାର ଅଗ୍ରସର ନାହିଁ। ତୁମର ଜୀବନଟା ସେଇ ସ୍ଥାଣୁ ହେଇକି ରହିଗଲା, ଆଗକୁ ଯାଇପାରିଲାନି। ଆଉ ଯେଉଁ କାମ କଲେ ଆଜି ପାଇଁ ସର୍ବମୋଟରେ ଯଦି ମୁଁ କହିବି କେବଳ ପେଟ ପୋଷିବା ପାଇଁ, ଆଉ ତା ବ୍ୟତୀତ କିଛି ନାହିଁ। ଆମର ଜୀବନ, ଆଜିର ଜୀବନ 50 ବର୍ଷର ହଉ, 70, 80 ବର୍ଷର ହଉ ଜୀବନ, ଯଦି ସର୍ବମୋଟରେ ଗୋଟିଏ ସେଣ୍ଟେନ୍ସ ଆମେ କହିବା କେବଳ ପେଟ ପୋଷିବା ପାଇଁ, ନିଜେ ବଞ୍ଚି ରହିବା ପାଇଁ, ଆଉ କିଛି ନାହିଁ। ଖାଦ୍ୟ ଖାଇବା, ବଞ୍ଚି ରହିବା। ନା ଏଥିରେ ଜ୍ଞାନ ଅଛି, ନା ଆସିବାର କାରଣ ଅଛି, ଜାଣିବାର କାରଣ ଅଛି। କାହିଁକି ଆସିଲେ? ଯେଉଁ ପ୍ରଶ୍ନ ଏଇନା କରିଥିଲେ, ଏ ଜୀବ କୁଆଡ଼େ ଯିବ ସେ ଜାଣିନି। ସେ କଥାକୁ ପରିଚୟ ହେଲେ ତାଇ ବି ନୁହେଁ। ଯେମିତି ମୁଁ ଏଇ ପୂର୍ବରୁ ଥରେ କହିଥିଲି, ଜଣେ ଘୋଡ଼ା ଚାଳକ ଗାଁ ଭିତରକୁ ଖୁବ୍ ଜୋରେ ଘୋଡ଼ା ଟିକି ଆଣୁଛି, ପୁଣି ବାହାରକୁ ପଳେଇ ଯାଉଛି, ଗାଁ ବାହାରକୁ। ପୁଣି ଆସୁଛି, ପୁଣି ଯାଉଛି, ପୁଣି ଆସୁଛି, ପୁଣି ଯାଉଛି। ଏମିତି ଦିନ ସାରା ସେ ତାର ରୋଟେଟ୍ କଲା। ଗାଁ ସାରା ଉଠିଲେ ଏବଂ ପଚାରିଲେ, କହିଲେ ଭାଇ ତୁମେ ତ ଏ ଗାଁ ଭିତରକୁ ଘୋଡ଼ା ଆଣୁଛ, କାହାକୁ ତ କିଛି କହୁନ, ପୁଣି ଫେରି ଯାଉଛ, କିଛି ବାଟ ଯାଉଛ, ପୁଣି ଏ ଗାଁକୁ ଆସୁଛ, ଆର କାରଣ କ'ଣ? ସେଠୁ ଘୋଡ଼ା ଚାଳକ ହସିକିରି କହିଲା, ଆଜ୍ଞା ମୁଁ ବି ଜାଣିନି ମୁଁ କାହିଁକି ଗାଁକୁ ଆସୁଛି, ପୁଣି କାହିଁକି ବାହାରକୁ ଯାଉଛି। ଯଦି ଅନୁଭବ କରନ୍ତେ ଆମର ଜୀବନ ସଂଗ୍ରାମ ବା ଜୀବନର ଗତି ମଧ୍ୟ ସେଇଆ। ଆମେ କାହିଁକି ୟା ଭିତରକୁ ଆସିଲେ, ପୁଣି କାହିଁକି କୁଆଡ଼େ ଯାଉଛେ ଜାଣିନେ। ସେଇ ସକାଳୁ ଉଠିଲେ ନେଣ ଦେଣ, ବ୍ରେକଫାଷ୍ଟ, ଲଞ୍ଚ, ସୁପର, ଡିନର, ଆଜି ପର୍ଯ୍ୟନ୍ତ ସେଇ କାମ ଆମେ କରି କରି ଆସିଛେ ଏବଂ ପରବର୍ତ୍ତୀ ଦିନ ମଧ୍ୟ ସେଇ କାମ କରିବା। ଏ ନିର୍ଭୁଲ ଉତ୍ତର। ଯଦି ଆମେ ନ ଖୋଜିବା ନିଜର ପରିଚୟ, ଯଦି ଆମେ ନ କାଢ଼ିବା ଆମର ବାଟ ବା ଆମର ଦିଗ, ଆମର ଗନ୍ତବ୍ୟ ପଥ, ବୁଝିଲେ? ଏଉଟି କହିଲା କ'ଣ କରିବା, ଏଉଟି କହିଲା କାହୁଁ ଖାଇବା, ଏଉଠୁ କହିଲା ଆମେ ଋଣ କରିବା, ଏଉଠୁ କହିଲା କାହୁଁ ସୁଝିବା। ସେଠୁ ବୁଢ଼ା ମିଆଁ ଥିଲା, କହିଲା ଖାଇବା ପିଇବା ଫୁରକିନି ଉଡ଼ିଯିବା, ଏତେ ଝିଞ୍ଝଟ କ'ଣ ଦରକାର? ବୁଢ଼ା ମିଆଁ ଥିଲା କହିବା ଖାଇବା ପିଇବା ଫୁରକିନି ଉଡ଼ିଯିବା। ଆମର ସିଦ୍ଧାନ୍ତ ଏକ ପ୍ରକାର ସେଇ ବୁଢ଼ା ମିଆଁ ପରି ନୁହେଁ କି? ଖାଇବା ପିଇବା, ଯୋଉଦିନ ମରଣ ଆସିବ ମରିବା, ମରଣକୁ ଡର ନାହିଁ, ବିଦାୟକୁ ମଧ୍ୟ ଭୟ ନାହିଁ, ଆସିବାର କାରଣ ନାହିଁ, ଯିବାର ମଧ୍ୟ କାରଣ ନାହିଁ। ଆସିବା, ଯିବା ଏବଂ ନିଜର ପରିଚୟ ନ ଖୋଜିବା, ଅଜ୍ଞାନତାରେ ରହିବା, ଇଏ ହେଉଛି ବିରାଟ ଅଜ୍ଞାନତା।
ମଣିଷ ଭିତରେ ଇଏ ଗୋଟେ ବିରାଟ ଅଜ୍ଞାନତା। କହିଲେ ପ୍ରତି ମୁହୂର୍ତ୍ତ ପ୍ରଥମ ସେଣ୍ଟେନ୍ସ ଲେଖନ୍ତୁ, ଏକ ନମ୍ବର ଅଣ୍ଡରଲାଇନ୍ କରିବେ। କ'ଣ କରିବା ଦରକାର ପ୍ରତି ମୁହୂର୍ତ୍ତରେ ଲେଖି ରଖନ୍ତୁ। ପ୍ରତି ମୁହୂର୍ତ୍ତରେ ଖୋଜନ୍ତୁ ମୁଁ କିଏ। ମୁଁ କିଏ ମାନେ ମୁଁ ବାସ୍ତବରେ କିଏ। ଯଦି ଆମେ ଖୋଜିବା ପ୍ରଶ୍ନ ମୁଁ କିଏ, ସେ ତ ଉତ୍ତର ଆସିଯିବ ସାଙ୍ଗେ ସାଙ୍ଗେ। ତୁମେ ଏ ଶରୀର, ତୁମର ଏ ଧନ, ତୁମର ଏ ଗାଁ, ତୁମର ଏ ସ୍ତ୍ରୀ, ତୁମର ସ୍ୱାମୀ, ଇଏ ତୁମର 2ଟି ପୁଅ, ଗୋଟିଏ ଝିଅ, ଇଏ ବାପା ବୋଉ ବୁଢ଼ା ହେଲେଣି, କି ବନ୍ଧୁବାନ୍ଧବ ଇତ୍ୟାଦି। ତୁମର ପରିଚୟ, ତୁମର ସହଯୋଗୀ ଏମାନେ ନୁହନ୍ତି କି ବାସ୍ତବରେ? ତୁମକୁ କିଏ ଡାକୁଛି ବାପା, ତୁମକୁ କିଏ ଡାକୁଛି ଭାଇ, ତୁମକୁ କିଏ ଜଣେ ଡାକୁଛି ଦାଦା, କିଏ ଜଣେ ଡାକୁଛି ସ୍ୱାମୀ, କିଏ ଜଣେ ଡାକୁଛି ଜେଜ, କିଏ ଅଜା, କିଏ ବୁଢ଼ା ଡାକୁଛି। ବାସ୍ତବରେ ଏଇ ଯୋଉ ଚିତ୍ର ଗୁଡ଼ା, ତୁମେ କି ଏଥିରୁ କୌଣସି ଗୋଟିଏ ବି ନୁହେଁ ତୁମେ। ନା ତୁମେ କାହାର ଦାଦା, ନା ଭାଇ, ନା ବାପା, ନା ସ୍ୱାମୀ। କାରଣ ଇଏ ସମ୍ପର୍କ ଯୋଡ଼ିଛନ୍ତି ତୁମର ଶରୀର ସହିତ। ଶରୀର ଗଲେ ସମ୍ପର୍କ ଛିଡ଼ିଯିବ। ତେଣୁ ଇଏ ବାସ୍ତବ ଚିତ୍ର ନୁହେଁ। ତୁମେ ଏଇ ଯୋଉ ସମ୍ବୋଧନ କରୁଛନ୍ତି ତୁମକୁ, ତୁମେ କୌଣସି ଗୋଟିଏ ବି ନୁହେଁ। ତେବେ ତୁମେ କିଏ? ଏ ପ୍ରଶ୍ନ ଜାଗ୍ରତ ହଉ ତୁମ ଭିତରେ। ପ୍ରଶ୍ନ ଜାଗ୍ରତ ନହେଲେ କେମିତି ଉତ୍ତର ମିଳିବ? ତୁମେ ପ୍ରଶ୍ନ କରିଦେଲ ମୁଁ କିଏ, ଥରେ ପ୍ରଶ୍ନ ହେଲା, କିନ୍ତୁ ଯେପର୍ଯ୍ୟନ୍ତ ନିଜକୁ ନ ପଚାରିଛ ମୁଁ କିଏ, ସେ ପର୍ଯ୍ୟନ୍ତ ଉତ୍ତର ମିଳିବନି, ତାର ବାଟ ଦେଖାଯିବନି ତୁମକୁ। ତେଣୁ ପ୍ରଥମ ଚିନ୍ତନ ହଉ, ପ୍ରତି ମୁହୂର୍ତ୍ତର ଚିନ୍ତନ ହଉ ମୁଁ କିଏ। ମାନେ ନକ୍ ଦ ଡୋର, ନକ୍ ଦ ଡୋର। ମୁଁ କିଏ, ମୁଁ କିଏର ଶବ୍ଦ ଖଡ଼ ଖଡ଼ କର। ୱିଲ୍ ଓପନ୍, ଖୋଲିଯିବ କବାଟ ନିଶ୍ଚିନ୍ତ। ନକ୍ ଦ ଡୋର ୱିଲ୍ ଓପନ୍। ତୁମେ ଯେତେ ଖଡଖଡ କରିବ ମୁଁ କିଏ, ଯୋଉ କବାଟ ବନ୍ଦ ହେଇକି ରହିଛି ସେ ଖୋଲିଯିବ, ଅଟୋମେଟିକ ଖୋଲିଯିବ। ତୁମର ଭାବ, ତୁମର ପ୍ରଶ୍ନର ଉତ୍ତର ତୁମ ଭିତରେ ଖୋଜିବ, ତୁମ ଭିତରେ ପାଇବ। ତୁମେ କିଏ କେହି ଉତ୍ତର ଦେଇପାରିବେନି। ମୁଁ ଯଦି କହିବି ତୁମେ ବ୍ରହ୍ମ, ତୁମେ କେମିତି ସ୍ୱୀକାର କରିବ? ମୁଁ ଯଦି କହିବି ତୁମେ ଜୀବ, ତୁମେ କେମିତି ସ୍ୱୀକାର କରିବ? ମୁଁ ଯଦି ତୁମେ କହିବି ମଣିଷ, ତୁମେ କେମିତି ସ୍ୱୀକାର କରିବ? ତତ୍ତ୍ୱମସୀ କହିଲେ କିଏ ବିଶ୍ୱାସ କରିବ? ତୁମେ ସେ, ମୁଁ ଯିଏ ତୁମେ ସେ, ତତ୍ତ୍ୱମସୀ ତାହା ତୁମେ ଅଟ, ମାନେ ସେ ବ୍ରହ୍ମ ତୁମେ ଅଟ। ତୁମେ କେମିତି ହୃଦୟଙ୍ଗମ କରିବ ତାକୁ? କେମିତି ବିଶ୍ୱାସ କରିବ? କେମିତି ଅବଜର୍ଭେସନ ଆଣିବ ମନ ଭିତରେ? ମନ ତ ବୁଝିବନି ନା, ମନ ପ୍ରତ୍ୟକ୍ଷ ପ୍ରମାଣ ଦରକାର। ତେଣୁ ଏ ବାଟ ବନ୍ଦ କରି ନିଜେ ଖୋଜ, ନିଜେ ବାରମ୍ବାର ପ୍ରଶ୍ନ କର ମୁଁ କିଏ। ସେଜରୁ ଉଠିବେ କିଛି ପ୍ରଶ୍ନ ନଥିବ। ଆଜି ସତ୍ସଙ୍ଗ ଅଛି, ଏଇଟା ଭୁଲି ଯାଅ। ଆଜି ସତ୍ସଙ୍ଗ ଅଛି, ଏଇଟା ବି ଭୁଲି ଯାଅ, କିଛି ଅସୁବିଧା ନାହିଁ। କିନ୍ତୁ ଉଠିକିରି ପଚାର ମୁଁ କିଏ। ଉଠିକିରି ପଚାର ମୁଁ କିଏ। ନିଦ୍ରା ଯେତେବେଳେ ଯିବେ ପଚାରିବେ ମୁଁ କିଏ। ଭୋଜନ ଆରମ୍ଭ କରିବେ ମୁଁ କିଏ।
ମାନେ ମୋର କହିବାର ଉଦ୍ଦେଶ୍ୟ ହେଉଛି ଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତୁ ନିଜ ଭିତରକୁ, ନହେଲେ ଚିନ୍ତନ ଆଣନ୍ତୁ, ପ୍ରଶ୍ନ ରଖନ୍ତୁ। ପ୍ରଶ୍ନ ରହିଲେ ସିନା ଉତ୍ତର ମିଳିବ। ଆଉ ତୁମେ ତ ସବୁଦିନ କହୁଛ ମୁଁ ଅମୁକ, ତୁମେ ତ ସବୁଦିନ କହୁଛ ମୁଁ ଅମୁକ, ମୁଁ ଆସେ ସେୟା, ମୁଁ ସୁନା ଆଣି ରଖିଛି, ମୋର ଏତେ ଭରି ସୁନା ଅଛି, ମୋର ଏତେ ଜମି ଅଛି, ଏତେ ପ୍ଲଟିଂ ଅଛି, ଏତେ ସେଲ୍ କଲି, ଏତେ ଲାଭ ପାଇଲି। ନିଜକୁ ସେଇ କାରବାର ସହିତ ମିଶେଇ ଦଉଛ ତୁମେ କିଏ ବୋଲି। ମୁଁ ଜଣେ ଘୋଡ଼ା ଚାଳକ, ମୁଁ ଜଣେ ଡ୍ରାଇଭର, ମୁଁ ଜଣେ ହେଡ଼ମାଷ୍ଟର, ମୁଁ ଜଣେ IAS, ମୁଁ କଲେକ୍ଟର ଅଛି, ମୁଁ ମିନିଷ୍ଟର ଅଛି, ମୁଁ ହୋମ୍ ମିନିଷ୍ଟର ଅଛି, ମୁଁ ପ୍ରାଇମ୍ ମିନିଷ୍ଟର ଅଛି। ଏର ମୋର ସଂଜ୍ଞା ଯଦି ଆଟାଚମେଣ୍ଟ କରି ରଖୁଛ ତୁମ ସହିତ, ତୁମେ ସେଇ ମୋର ପରିଚୟ ଭିତରେ ବୁଡ଼ି ଯାଉଛ, ସେଇ ଯେଉଁ ଡେଜିଗ୍ନେସନ୍ ସହିତ ତୁମେ ବୁଡ଼ି ଯାଉଛ, ତୁମ ଉପାଧି ସହିତ ତୁମେ ଲୀନ ହେଇଯାଉଛ, ମୋର ପରିଚୟ ସେଇଠି ମିଶି ଯାଉଛି। ସେଠି କାଟି ଦେଇକରି ଏଇ ଯେଉଁ ପରିଚୟକୁ ପୁରା ଲିଭେଇ ଦିଅନ୍ତୁ। ମିନିଷ୍ଟର ଥାଇକିରି ବି ତୁମେ କୁହନ୍ତୁ ମୁଁ କିଏ, କାରଣ ପ୍ରକୃତରେ ତୁମେ ମିନିଷ୍ଟର ନୁହେଁ, ପ୍ରକୃତରେ ତୁମେ IAS ନୁହେଁ। ଏ ଉପାଧି ବ୍ୟାଧି, ଉପାଧି ବ୍ୟାଧି। ତେଣୁ ସର୍ବମୋଟ କର୍ତ୍ତବ୍ୟ ଯେଉଁ କହିଲେ ପଏଣ୍ଟ ଟୁ ପଏଣ୍ଟ ଆଲୋଚନା ଆମେ କରିବା। ପ୍ରତି ମୁହୂର୍ତ୍ତର ଭାବନା କ'ଣ ହେବା ଦରକାର? ଛାଡ଼ିଦିଅ ସବୁ ବ୍ୟବସାୟ ବା ବ୍ୟବସାୟ କର। ବ୍ୟବସାୟ ଭିତରେ ବି ମଜିକିରି କୁହ ମୁଁ କିଏ। ବ୍ୟବସାୟ ଭିତରେ ଥାଇକିରି ବି କୁହ ମୁଁ କିଏ। ଖୋଜ। ଇଏ ତ ଗୋଟେ ଅପରିଚିତ ରାସ୍ତା ନା। ତୁମେ ପରିଚିତ ରାସ୍ତାରେ ରହିକିରି ବି ଅପରିଚିତ ରାସ୍ତାକୁ ଖୋଜ, କିଛି ଅସୁବିଧା ନାହିଁ। ସକାଳୁ ଉଠି ଯଦି କହିବ ମୁଁ କିଏ, ପରିଚୟ ଖୋଜ, ଭିତରକୁ ଯାଅ, ପ୍ରକୃତରେ ମୁଁ କିଏ। ମୁଁ ତ କିଛି ଦିନ ପାଇଁ ଏଠିକି ଆସିଛି ନା। ପ୍ରଶ୍ନ ରଖିବେ, ମୁଁ ତ କିଛି ଦିନ ପାଇଁ ଆସିଛି ନା। ଆଜି ମଲେ କାଲିକି 2 ଦିନ ହେଇପାରେ। ଏଇ ଖଟ ଉପରେ ବସିଛି, ଏଇ ଖଟ ଉପରେ ଯଦି ଆଜି ମରିଯିବି କାଲିକି 2 ଦିନ ହବ, କେହି ମୋତେ ଆଣିପାରିବେନି ଫେରେଇକିରି ପୃଥିବୀରେ। ବାସ୍ତବ ସତ୍ୟ ଯେଥା ସେଇଟା ହେଉଛି ମୃତ୍ୟୁ, ଆଉ ବାସ୍ତବ ସତ୍ୟ ଯେଥା ସିଏ ବି ଜନ୍ମ। ଜନ୍ମ ମୃତ୍ୟୁର ଚକ୍ରବ୍ୟୁହରେ ମୁଁ ବୁଲୁଛି। ଜନ୍ମ ଦେଇଛି ମାନେ ମୁଁକୁ ଖୋଜିବା ପାଇଁ, ମୃତ୍ୟୁ ମଧ୍ୟ ସମୟର ଶେଷ ନିର୍ଘଣ୍ଟ। ମୃତ୍ୟୁଟା ହେଉଛି ସମୟ ସରିଗଲା, ପୁଣି ଜନ୍ମ ନେବାକୁ ପଡ଼ିବ। ସେଥିପାଇଁ ବିଦାୟ ନେଉଛି। ମୃତ୍ୟୁର ଅନ୍ୟ ନାମ ହେଉଛି ବିଦାୟ। ମୃତ୍ୟୁର ଅନ୍ୟ ନାମ ହେଉଛି ଅବସ୍ଥା, ଅନ୍ତର ଅବସ୍ଥା। ଅବସ୍ଥା ଅନ୍ତର ଅବସ୍ଥା। ଗୋଟେ ଅବସ୍ଥାରେ ଅଛ ମାନେ ବୃଦ୍ଧ ଅବସ୍ଥାରେ ଅଛ ବା ଏଇ ଜନ୍ମରେ ଅଛ, ସେଇ ଅବସ୍ଥାରୁ ବା ସ୍ଥୂଳ ଅବସ୍ଥାରୁ ସୂକ୍ଷ୍ମକୁ ଯିବା। ଅବସ୍ଥା ଅନ୍ତର ଅବସ୍ଥା। ଗୋଟିଏ ଅବସ୍ଥାରୁ ଅନ୍ତର ହେଇକିରି ଆଉ ଗୋଟେ ଅବସ୍ଥାକୁ ପ୍ରାପ୍ତ କରିବା ହେଉଛି ମୃତ୍ୟୁ। ମୃତ୍ୟୁ ନୁହେଁ ଯେ ତୁମର ସବୁ ସରିଗଲା। ମୃତ୍ୟୁ ଯିବ ଗୋଟେ ସମୟକୁ ଅପେକ୍ଷା କରିବା ପାଇଁ। ଗୋଟେ ସମୟରୁ ବିଦାୟ ନେଇଗଲା, ଆଉ ଗୋଟେ ସମୟକୁ ଜନ୍ମ ନେବା ପାଇଁ ମୃତ୍ୟୁ ହେଇଛି। ତୁମର ସରୁନି, ଜୀବନଟା ସରୁନି, ଏଇଟାକୁ ମନେ ରଖ। ଏଇଟା ବହୁତ ଡେପ୍ଥକୁ ଆଣ ଯେ ମୁଁ ପ୍ରକୃତରେ ମରିନି। ଯଦି ମରିଯାଆନ୍ତା ତାହେଲେ କିଛି ନାହିଁ। ଏ ଭାବନା କରି କିଛି ଲାଭ ନାହିଁ। ତୁମେ ମରିଲା ପରେ ପୁଣି ବଞ୍ଚିବ ନା, ପୁଣି ଆସିବ। ଏଇଟା କଷ୍ଟ ନୁହେଁ କି? ପୁଣି ଖୋଜିବ, ପୁଣି ସେଇ କଥା ଖୋଜିବ ନା। ଖୋଜିବାଟା ବିରତି ହବନି, ଖୋଜା ଚାଲିଥିବ। ତେଣୁ ଏବେ କାହିଁ ନ ଖୋଜିବ? ଏଇ ଜୀବନରେ କାହିଁ ନ ଖୋଜିବ? ଆଉ ଏଇ ଜୀବନରେ କାହିଁ ନ ପାଇବ? ଆଉ ଯେଉଁମାନେ ଦୃଢ଼ ମନ, ସେମାନେ ଖୋଜିବା ସହିତ ପ୍ରାପ୍ତର ଲାଳସାରେ ରହିଯିବେ। ମୁଁ କିଏ? ଯଦି ପ୍ରଶ୍ନ ଆସିଗଲା ତୁମ ଭିତରେ ଅଛ ତୁମେ,
ସେ ଆତ୍ମା ଆତ୍ମସ୍ୱରୂପ ବ୍ରହ୍ମସ୍ୱରୂପ ତୁମେ ତାହେଲେ ଖୋଜିବା ଆରମ୍ଭ ହେଇଯିବ। ଯଦି ପ୍ରକୃତ ଠିକଣା ମିଳିଗଲା ଜ୍ଞାନରେ ଯେ ମୁଁ କିଏ, ମୁଁ ସେ ଆତ୍ମା ବା ମୁଁ ସେ ବ୍ରହ୍ମ, ମୁଁ ମୋର ଶୂନ୍ୟ ରୂପ, ତାହେଲେ ଖୋଜା ଆରମ୍ଭ ହେଇଯିବ। এইটা ବି ତା ସହିତ ଜଏଣ୍ଟ କର। ମୁଁ କିଏ ପରିଚୟ ମାଗିବା ସହିତ ଖୋଜିବା ବି ଆରମ୍ଭ କର। ସେ ଭାବନା ସୃଷ୍ଟି ହେବ ମନ ଭିତରେ। ଯଦି ଏଇଟାକୁ ଭାବୁଛ ନୂଆ ବର୍ଷ ତୁମ ଭିତରେ ବା ଲୌକିକ ମତରେ ବା ପାରମ୍ପରିକ ତିଥିରେ ବା ପାରମ୍ପରିକ ମତରେ ସମସ୍ତେ କରୁଛନ୍ତି, ପାଳନ କରୁଛନ୍ତି ଏକ ପ୍ରକାର ଅନ୍ଧ ଭାବରେ, ତୁମେ ବି ସେଇଥିରେ ମିଶ୍ରିତ ହେଇକିରି ଏ ଭାବନା ଆଣ, କିଛି ନାହିଁ। କିନ୍ତୁ ଏ ଭାବନା ଆଜି ଆଣିବା ସହିତ ପୁଣି ଏପ୍ରିଲ କି ଯିବ। ଯେବେ ନୂଆ ବର୍ଷର ପାଞ୍ଜି ଆରମ୍ଭ ହେବ ସେବେ ଏ ଭାବନା ସୃଷ୍ଟି କରିବ। ଆଜିଠୁ ଟ୍ରାଏଲ ରଖ। ଯେଉଁମାନେ ଏଇଟାକୁ ନୂଆ ବର୍ଷ ଭାବୁଛନ୍ତି ଆରମ୍ଭ କରନ୍ତୁ। ମୁଁ କହିଲି ପ୍ରତ୍ୟେକ ନୂଆ ବର୍ଷ କିଛି ନାହିଁ, ପ୍ରତ୍ୟେକ ଦିନ ଗୋଟେ ନୂଆ ବର୍ଷ। ପ୍ରତ୍ୟେକ ଦିନ ତୁମ ପାଇଁ ଗୋଟେ ନୂଆ ନୂଆ ଜୀବନ ଆଣୁଛି, ନୂଆ ନୂଆ ଭାବଧାରା ଆଣୁଛି, ନୂଆ ନୂଆ ମୋଡ଼ ଆଣୁଛି, ପରିବର୍ତ୍ତନ କରିବା ପାଇଁ ଖୁରାକ ଯୋଗାଉଛି ତୁମକୁ। ପ୍ରତି ମୁହୂର୍ତ୍ତଟା ଖୋରାକ ଯୋଗାଉଛି ତୁମକୁ। ଏମିତି ଅନେକ ପରିବର୍ତ୍ତନ ହେଇଛନ୍ତି ଏଇ ଗୋଟେ ଗୋଟେ ମୁହୂର୍ତ୍ତରେ। ବୁଦ୍ଧଙ୍କୁ ଗୋଟିଏ ମୁହୂର୍ତ୍ତ ପରିବର୍ତ୍ତନ କରିଥିଲା। ଯେମିତି ମୁଁ ମରିଯିବି, ଏ ଶରୀର ରହିବନି, ପରିବର୍ତ୍ତନ ହେଇଗଲା। ମୋତେ ମରିବାକୁ ପଡ଼ିବ, ମୋର ପରିଚୟ ଖୋଜିଲେ। ପ୍ରତ୍ୟେକ ଗୋଟିଏ ମୁହୂର୍ତ୍ତ। ସେମିତି ତୁମର ଯେଉଁ ସମୟଟାକୁ, ଏଇ ଯେଉଁ 24 ଘଣ୍ଟାର ସମୟ ବହୁତ ମହତ୍ୱପୂର୍ଣ୍ଣ। ମୁଁ ବର୍ଷକର ସମୟ କହୁନି। ଏ ପ୍ରଶ୍ନ ରଖିଥିଲା ନା, ପ୍ରତି ମୁହୂର୍ତ୍ତରେ ଆମର କ'ଣ ଭାବନା କରିବାକୁ ପଡ଼ିବ। ତେଣୁ ପ୍ରତି ମୁହୂର୍ତ୍ତର ଭାବନା ଆସୁ। ଇଏ ଫାଷ୍ଟ ପଏଣ୍ଟ ଅଣ୍ଡରଲାଇନ୍ କରନ୍ତୁ, ମୁଁ କିଏ। ସେକେଣ୍ଡ, ଯଦି ମୋର ପରିଚୟ ମିଳିଲା ବା ଜ୍ଞାନ ହେଇଗଲା, ବାସ୍ତବରେ ମୁଁ ମୋ ଭିତରେ ଅଛି, ମୁଁ କେନ୍ଦ୍ରରେ ଅଛି, ଆକ୍ଚୁଆଲି ମୁଁ ପରିଧିରେ ବୁଲୁଛି, ତାହେଲେ ଖୋଜା ଆରମ୍ଭ ହବ। ମୋର ପରିଚୟ ଯଦି ମିଳିଗଲା ବା ଅନ୍ଦାଜ ମିଳିଗଲା, ଠିକଣା ମିଳିଗଲା, ତାହେଲେ ଖୋଜିବା ଆରମ୍ଭ କର, ସେଠି ପହଞ୍ଚିବା ପାଇଁ ଯୋଜନା କର। ଏଇଟା ହେଉଛି ସେକେଣ୍ଡ ଚିନ୍ତନ ହଉ ଖୋଜିବା। ଖୋଜିବା ତ ଅଷ୍ଟାଙ୍ଗ ଯୋଗ ଆବଶ୍ୟକତା ଅଛି ଖୋଜିବାକୁ। ଥୁଆ ହେଇଛି ଆମ ପାଖେ ରେଡିମେଡ। ବୁଝିଲେ। ସେକେଣ୍ଡ ଗୋଟେ ଫାଷ୍ଟ ଚିନ୍ତନ ହଉ, ମୁଁ ପୁଣି ପୁନର୍ବାର କହୁଛି, ଫାଷ୍ଟ ଚିନ୍ତନ ହଉ ମୁଁ କିଏ। ଖୋଜ, ପ୍ରଶ୍ନ କର, ନିଜ ଭିତରେ ପ୍ରଶ୍ନ ଉଠ, ଉଦ୍ବେଳନ ହଉ ଭିତରେ, ଦେଖିବ ସେ ଉତ୍ତର ମିଳିଯିବ। ଉତ୍ତର ମିଳିଯିବ ତୁମକୁ ନିଶ୍ଚିନ୍ତ। ମୁଁ କହିଦେଲେ ତୁମେ କିଏ ବୁଝିପାରିବନି। ତୁମେ ନିଜେ ପ୍ରଶ୍ନ କର, ମୁଁ କିଏ, ତାପରେ ଖୋଜିବା ଆରମ୍ଭ କରିବ। ଇଏ ହେଉଛି ସେକେଣ୍ଡ। ଥାର୍ଡ ପଏଣ୍ଟ ହେଉଛି ପ୍ରତି ମୁହୂର୍ତ୍ତରେ ଆନନ୍ଦରେ ରୁହ। ତୁମେ କହିବ ମୁଁ କେମିତି ଆନନ୍ଦରେ ରହିବି, ମୋର ତ ଆଜି ପେଣ୍ଡି ଫୁଲ ହଜିଗଲା, ମୋବାଇଲରେ ହାତରୁ ଗଳି ପଡ଼ି ଚୂନା ହେଇଯାଇଛି, ମୋର ଯିଏ ଧନ, ମୋର ଯିଏ ସବୁ ମୁହୂର୍ତ୍ତର ଏଇନା ସିଏ ହେଉଛି ସାଥୀ ମୋବାଇଲ, ସିଏ ତ ହଜିଗଲା, ମନ ଦୁଃଖ କେମିତି ନ ହେବ। ତୁମେ କହିବ ମୋର କେତେ ଗୁଡ଼ିଏ ଟଙ୍କା ଗଳି ପଡ଼ିଲା, ମୁଁ ଆସିଲା ବେଳେ ବାଟରେ ହଜିଗଲା। ତୁମେ କହିବ ମୋ ସେଭିଙ୍ଗ ଆକାଉଣ୍ଟରୁ ଆଜି କିଏ ନେଇଯାଇଛି ପଇସା ଉଠେଇକିରି। ତୁମେ କହିପାର ଆଜି ରାତି ସାରା ନିଦ ହେଇନି। ତୁମେ କହିପାର ମୋତେ ସେଇ ଲୋକଟା ଗାଳି ଦେଲା।
ତୁମେ କହିପାର ମୋ ସ୍ତ୍ରୀ ଆଜି ମୋ ସହିତ ପାଟିତୁଣ୍ଡ କରିଛି, ପରିବାର ଅଶାନ୍ତ ପରିବେଶ ସୃଷ୍ଟି ହେଇଛି। କହିପାର ବାପା ମୋତେ ଗାଳି ଦେଲେ, କହିପାର ମୋର ଚାକିରି ହେଲାନି ଆଜି, କହିପାର ମୁଁ ଫେଲ୍ ହେଇଗଲି। କେମିତି ଶାନ୍ତି ରହିବି, କେମିତି ଆନନ୍ଦ ରହିବି? ବୁଝିଲେ? ଏଇ ଯୋଉ ଭାବଧାରା ଯୋଉମାନେ ଆଣୁଛନ୍ତି, ବାସ୍ତବରେ ସେମାନେ ପରିଧିରେ ଅଛନ୍ତି। କେନ୍ଦ୍ରରେ ଥିବା ଲୋକର କେବେ ମୋବାଇଲ ଗଳିବନି, ମନେ ରଖନ୍ତୁ। ଯିଏ ଆତ୍ମଚିନ୍ତନ କରୁଥିବ, ସାଧନ କରୁଥିବ, ତାର ମୋବାଇଲ କେବେ ଗଳିବନି, ସେ କେବେ ଫେଲ୍ ହବନି, ସେ କେବେ ଅକୃତ କାର୍ଯ୍ୟ ହବନି, ତାକୁ କେହି ଗାଳି ଦେବେନି, ଟଙ୍କା ହଜିବନି, ନିଦ ହବନି, ତା ନୁହେଁ, ନିଦ ହବ ଯିଏ କେନ୍ଦ୍ରରେ ଥିବ। ତେଣୁ ତୁମେ ଯେହେତୁ କେନ୍ଦ୍ରରେ ନାହଁ, ଏଇ ସବୁ ଅଘଟଣ ତୁମ ପାଇଁ ଆଟାଚ୍ ହେଇକି ରହିଛି, ରହିବ ମଧ୍ୟ। ତେଣୁ ଆନନ୍ଦିତ ଅବସ୍ଥାର ଅର୍ଥ ହଉଛି ତୁମେ ଯୋଉ ଯୋଉ ଘଟଣା ହଉଛି ସେ ଘଟଣାକୁ ଭୁଲି ଯାଅ, ଭୁଲିକିରି ତୁମର କେନ୍ଦ୍ରର ସ୍ଥିତି ଆଣ, ଯେ ମୁଁ ବାସ୍ତବରେ ମୋବାଇଲ ହଜିଗଲେ ବି ମୁଁ ମୋ ସ୍ଥିତିରେ ଅଛି। ମୁଁ ତ ହଜିନି ନା, ମୁଁ ତ ଏଇ କୋଟି ବିଶ୍ୱ ବ୍ରହ୍ମାଣ୍ଡର ମାଲିକ। ମୋ ଭିତରେ ଯୋଉ ସତ୍ତା ଅଛି ବା ମୁଁ ସେଇ ସତ୍ତା, ମୋବାଇଲ ତ ନୁହେଁ। ମୋ ଭିତରେ କୋଟି ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ମୋ ଭିତରେ ଅଛି। ତେଣୁ ମନ ଦୁଃଖ କରିବାରେ କଣ ଅଛି? ଏଠି ଜ୍ଞାନରେ କାଟିକିରି ତୁମେ ଆନନ୍ଦିତ ଅବସ୍ଥା ହବା ଦରକାର। ବୋଉ ଗାଳି ଦେଲା, ଶାଶୁ ଗାଳି ଦେଲା, ମାନେ ସ୍ୱାମୀ ବିରକ୍ତି ଭାବ ପ୍ରକାଶ କଲା, ଭୁଲି ଯାଅ ସେଗୁଡ଼ା ସବୁ। ତୁମେ କେନ୍ଦ୍ରକୁ ଆସ, ସେଇ ସ୍ଥିତିରେ ତୁମେ କେନ୍ଦ୍ରସ୍ଥ ହୁଅ। ତୁମେ ରିଆକ୍ସନ ନ ହେଇକି ତୁମେ ଆକ୍ସନ ମୁଡରେ ରୁହ, ନିଜ ଉପରେ ଆକ୍ସନ ନିଅ, ନିଜେ ସେୟା ହେଇଯାଅ ସେଇ ସମୟରେ। ଆହୁରି କ୍ଲିୟର କରିବି, ଶୁଣନ୍ତୁ। ଜଣେ ତୁମକୁ ଗାଳି ଦଉଛି ବା ପରିବାରରେ କଣ କଣ ଗୋଟେ ଅଘଟଣ ହେଇକି ସୃଷ୍ଟି ହେଲା, ତୁମ ଉପରେ ବିରକ୍ତି ହେଲେ, ତୁମେ ତାଙ୍କ ଉପରେ ବିରକ୍ତି ନ ହେଇକିରି ତୁମର ସ୍ଥିତିକି ଅବଲୋକନ କର, ତୁମ ସ୍ଥିତି ଅନୁଭବ କର। ମୁଁ ଆତ୍ମା। ତୁମେ ଶରୀର ସହିତ ଯୋଡ଼ିଦେଲେ ମନଟାକୁ, ତୁମେ ଆକ୍ସନ ହେଇଯିବ। ସେ ତୁମକୁ କହିଲା, ତୁମେ ଆଉ ଗୋଟେ ପଦ କହିବ, ସେ କହିବ, ପୁଣି ତୁମେ କହିବ, ସେଇଟା ଶରୀରର ଭାବରେ। କିନ୍ତୁ ତୁମେ କିଛି ନ କହିକିରି ତୁମେ ଧ୍ୟାନସ୍ଥ ହେଇଯାଅ। ସେଇ ଛିଡ଼ା ଛିଡ଼ା ବି ଧ୍ୟାନ ହେଇଯିବ, ବସୁ ବସୁ ଧ୍ୟାନ ହେଇଯିବ, ଚାଲୁ ଚାଲୁ ବି ଧ୍ୟାନ ହେଇଯିବ। ଆତ୍ମସ୍ତର, ଆତ୍ମାର ପରିକଳ୍ପନା କରି ନିଜ, ମୁଁ ସେ ଆତ୍ମା, ମୁଁ ସେ ଶୂନ୍ୟ ରୂପରେ ଅଛି। ମୁଁ ସେ ଶୂନ୍ୟ ରୂପରେ ଅଛି। କେମିତି ବୁଝେଇବି ମାନେ ବାଟ ପାଉନି। ତୁମ ମୂଳ ସତ୍ତାକୁ ଫେରି ଆସିବ। ତୁମେ ଦେହ ଭାବ ନ ରଖିକି ତୁମେ ଆତ୍ମଭାବରେ ରହିଯିବ। ଆତ୍ମାକୁ କିଏ ଗାଳି ଦବ? ଅଲଣା ହେଇଯାଇଛି ଭାତ, ଆଜି ତରକାରୀ ଅଲଣା ହେଇଯାଇଛି, ତୁମେ ତ ତରକାରୀ ଫୋପାଡ଼ି ଦବ? କାହିଁ ଅଲଣା ହେଲା? ସେଇଠି ଫେରି ଆସ ନିଜ ଭିତରକୁ। ତରକାରୀ ଅଲଣା ହଉ, ମୁଁ ତ ଅଲଣା ନୁହେଁ ନା। ତୁମେ ସ୍ୱରୂପରେ ରୁହ ସେଠି। ଇଏ ଛୋଟ ଛୋଟ ଘଟଣା କହିବାର କାରଣ ହଉଛି, ଛୋଟରୁ ପରିକଳ୍ପନା ଆରମ୍ଭ ହୁଏ। ବଡ଼ କଥାଟା ଏତେ ଧରିପାରିବନି। ତମେ 1 କୋଟି ଟଙ୍କା ଲସ୍ କରିଦେଇଛ, ଧରିପାରିବନି ସେଇଟାକୁ। ଏତେ ଆତ୍ମସ୍ଥ ହବ ତ ବହୁତ କଷ୍ଟ ହବ। 1 କୋଟି ଲସ୍ ହେଇଛି, ତମେ କେମିତି ଧୈର୍ଯ୍ୟ ଧରିବ?
ତୁମେ ଆତ୍ମସ୍ଥ ହେବାଟା କଷ୍ଟ ହେବ। ଯଦି ଏଇ ଛୋଟ ଛୋଟ ଘଟଣାରେ ଆତ୍ମସ୍ଥ ହେଉଥିବ ତାହେଲେ 1 କୋଟିରେ ଆତ୍ମସ୍ଥ ହେଇଯିବ। 1 କୋଟିର ଲସ୍ ପ୍ରଶ୍ନ ଉଠୁନି। ତାପରେ କହିଛି ଦିଆସିଲି କାଠି ଜଳିଲାନି, ଗୋଟେ ଜଳିଲାନି, ଲିଭିଗଲା। ତମେ ପଇସା ଦେଇକି ଆଣିଛ ନା ନାହିଁ? ସେ ଗୋଟି କାଠିକି ବି ପଇସା ଦେଇ ଆଣିଛ, ମନ ଦୁଃଖ ହବନି କି? ଅତି ଛୋଟ କଥା କିନ୍ତୁ ଏଥିରେ ବି ଏତେ ଭାବ ଲୁଚିକି ରହିଛି ତୁମେ କଳ୍ପନା କରିପାରିବ। ଆନନ୍ଦିତ ହୋଇକିରି ଆଉ ଗୋଟେ ଦିଆସିଲି କାଠି ଲଗେଇବ, ବାସ୍ ଠିକ ଅଛି। ତେଣେ ପ୍ରତି ମୁହୂର୍ତ୍ତରେ ତୁମେ ଆନନ୍ଦିତ ହୁଅ, ଆନନ୍ଦିତ ହୁଅ। ଆନନ୍ଦିତ ହବାର ନିରାଶ ଭାବ ଯଦି ସୃଷ୍ଟି ହେଉଛି କୌଣସି ଘଟଣାକୁ ନେଇକିରି, ତୁମେ ସେଥିରୁ ଫେରିଆସ। ଆବଶ୍ୟକ ହେଲେ ସେଇ ନିରାଶ ଭାବ ତୁମକୁ ନେଇକିରି ପରିଧିରେ ଛିଡ଼ା କରେଇଦେବ। ଯେତେ ଆନନ୍ଦିତ ହବ ସେତେ ତୁମେ ଆକର୍ଷିତ ହବ ଆତ୍ମା ଆଡ଼କୁ। ପ୍ରତି ମୁହୂର୍ତ୍ତଟାକୁ ମାନି ନିଅ ମୁଁ ଆନନ୍ଦରେ ରହିବି। ଯେକୌଣସି ଘଟଣା ଘଟୁ, ଯେକୌଣସି ଘଟଣା ଘଟୁ, ମୁଁ ଆନନ୍ଦରେ ରହିବି। ତାହେଲେ ତୁମର ବର୍ତ୍ତମାନ ସମୟର ଚିନ୍ତନଟା ଠିକ ହେବ। ଏ ସୂତ୍ର ବହୁତ ପ୍ରଭାବଶାଳୀ ସୂତ୍ର। ଆନନ୍ଦିତ ରହିବା ବହୁତ ପ୍ରଭାବଶାଳୀ ସୂତ୍ର ତୁମ ପାଇଁ। କୌଣସି ଘଟଣାକୁ ଭ୍ରୂକ୍ଷେପ କରନି, ଯାହା ହେଇଥାଉ, ଯାହା ବି ହେଇଥାଉ। ଆଉ ତେବେ ସର୍ବମୋଟ କଥା ହେଲା ତୁମେ ଆନନ୍ଦିତ ଅବସ୍ଥାରେ ରୁହ, ପ୍ରତି ମୁହୂର୍ତ୍ତକୁ ଆନନ୍ଦରେ କଟାଅ। ତୁମ ଅଜ୍ଞାନତାରେ ତୁମକୁ ଦୁଃଖ ଦଉଛି ପାରିପାର୍ଶ୍ୱିକ ଅବସ୍ଥା, ସାର୍ଟ ବଟମ ନାହିଁ। ତୁମର ମନେକର ସାର୍ଟ ଗୋଟେ ବଟମ ନାହିଁ, ଛିଡ଼ି ଯାଇଛି, ଠିକ ଅଛି, ଆନନ୍ଦିତ ହୁଅ ସେଠି। ମୁଁ କାହିଁ ଛୋଟ ଛୋଟ କଥା କହୁଛି ନା, ତୁମେ ଯଦି କୋଟି ଟଙ୍କା ଲସ୍ କରିବ, ଆନନ୍ଦ ରହିବା ବହୁତ କଷ୍ଟ ହେବ। କୋଟି ଟଙ୍କା ଆଜି ଲସ୍ ହେଇଯାଇଛି, ତୁମେ ଆନନ୍ଦ ରହିବା କଷ୍ଟ ହେବ। କିନ୍ତୁ ବଟମ ହଜିଯାଇଛି ଗୋଟେ, ଆନନ୍ଦରେ ସହଜରେ ରହିପାରିବ। ଚପଲ ଟେପ୍ ଛିଡ଼ି ଯାଇଛି, ସହଜରେ ଆନନ୍ଦ ହେଇପାରିବ। ଦିଆସିଲି କାଠି ଜଳିଲାନି, ସହଜରେ ଆନନ୍ଦ ରହିପାରିବ। ତରକାରୀ ଅଲଣା ହେଇଯାଇଛି, ସହଜରେ ଆନନ୍ଦ ରହିପାରିବ। ଇଏ କଷ୍ଟ ହବନି ଏଗୁଡ଼ା। କିଏ ଗାଳି ଦେଲା, ତୁମେ ତ ଜାଣୁଛ ମୁଁ ସେଇ ସତ୍ତା, ମୁଁ ସେ ଆତ୍ମସତ୍ତା। ଇଏ ସାଧାରଣ ଲୋକ ମତେ କ'ଣ କହିବ? ସେଥିରେ ଆନନ୍ଦିତ ହୁଅ, ସେ କହୁଥାଉ। ତୁମେ ରିଆକ୍ସନ ହୁଅନି ସେଠି, ରିଆକ୍ଟେଡ ହୁଅନି ସେଠି। ତୁମେ ଆକ୍ସନ ମୋଡକୁ ପଳେଇ ଆସ, ଭିତରକୁ ପଳେଇ ଆସ ପୁରା। ମୁଁ ସେଇ ସତ୍ତା, ଏ ଶରୀର ସହିତ ସମ୍ପର୍କ ଥିବାରୁ ସିଏ ମତେ କହିଲା, କିନ୍ତୁ ମୁଁ ଶରୀର ସହିତ ସମ୍ପର୍କ, ସିଏ ଯେମିତି କହୁଛି ମୁଁ ସେମିତି ନାହିଁ। ସିଏ ଯେମିତି ଶରୀର ସହିତ ସମ୍ପର୍କ ରଖିକି ଶରୀରକୁ ଗାଳି ଦେଲା, ତୁମେ ଶରୀର, ସେ ଶରୀର ନୁହେଁ, ତୁମେ ଆହୁରି ଭିତରେ ଅଛ। ସେ ଶରୀରକୁ ଗାଳି ଦେଇଛି, ସେ ଆତ୍ମାକୁ ସମ୍ବୋଧନ କରି କହିନି, ବା ତୁମକୁ କହିନି, ସେ ଶରୀରକୁ କହିଛି। ତେଣୁ ତୁମେ ସେମିତି ଶରୀରଠୁ ଅଲଗା ହେଇକି ରୁହ। ତୁମେ ଭିତରକୁ ପଳେଇ ଆସ, ଆହୁରି ଭିତରକୁ ଟିକେ ସମାଧାନ ହେଇଯିବ। ଆଚ୍ଛା, ତୁମ ଭିତରେ କେତେବେଳେ କୋଉ ମୁହୂର୍ତ୍ତରେ ଆତ୍ମାର ଭାବ ସୃଷ୍ଟି ହେଲାଣି କି ଯେ ମୁଁ ଆତ୍ମା? ଏ ଶରୀର ବେଷ୍ଟନ, ଏ ଶରୀରର ଯୋଉ ଖୋଳଟା, ସେଇଟା ତୁମେ ନୁହଁ, ଏ ଭାବନା କେବେ ହେଲାଣି କି ତୁମ ଭିତରେ? ଯଦି ଟିକେ ଟିକେ ହଉଛି, ତାକୁ ଉଜ୍ଜୀବିତ କର। ଯଦି ଟିକେ ଟିକେ ବି ଆଂଶିକ ଭାବରେ ଉପଲବ୍ଧି ହଉଛି ଯେ ମୁଁ ଆତ୍ମା ବୋଲି, ସେଟା କେମିତି ହଉଛି ନିଜେ ଅନୁଭବ କରିପାରିବ, କହିହବନି। ଯଦି ହେଲାଣି, ଟିକେ ଟିକେ ଯଦି ହେଲାଣି, କୋଉ ମୁହୂର୍ତ୍ତରେ ହଠାତ୍ ହେଇଯାଉଛି, ତାହେଲେ ସେଇଟାକୁ ତୁମେ କଣ୍ଟିନ୍ୟୁ କର। ସେଇ ସିକ୍ୱେନ୍ସକୁ ନିଜ ମନ ଭିତରେ ସାଇତି ରଖ। ଏଇ ଭାବଟା ପ୍ରକୃତରେ ଆତ୍ମଭାବ।
ତୁମେ ପୁଣି ଫେରି ଆସ, ରିଟର୍ନ ହେଇ ଆସ ସେଇ ଭାବ। ନାହିଁ ତ ଯେତେବେଳେ ତୁମକୁ ସମୟ ମିଳୁଛି, ଖାଇସାରିଲ ବା କିଛି କାମ ନାହିଁ ତୁମର, ଯେତେବେଳେ କିଛି କାମ ନାହିଁ ବାରମ୍ବାର ରିପିଟ୍ କର ମୁଁ ଆତ୍ମା ବୋଲି। ବସିଯାଉ କୋଉଠି ଜାଗାରେ, ହ୍ୟାଲୋ ହାଏ କହିବା ଅପେକ୍ଷା, କାହାକୁ ଫୋନରେ ଗପିବା ଅପେକ୍ଷା ଯଦି ଆବଶ୍ୟକ ଅଛି ଗପ, ଯଦି ଆବଶ୍ୟକ ନାହିଁ ଫୋନ ରଖି ଏଇ ଭାବନା କର। ଗୋଟେ ସପ୍ତାହ କଣ୍ଟିନ୍ୟୁ କର ପୁରା। ଆଜିଠାରୁ ଯଦି ଭାବୁଛ ମୁଁ ଶୀଘ୍ର ରିଟର୍ନ ପାଇବି, କୁଇକ୍ ରିଟର୍ନ ହବ, ଆସୁ ଲାଭ ଯୋଉଟା ଶୀଘ୍ର ମୋତେ ମିଳିଯାଉ, ତାହେଲେ କଣ୍ଟିନ୍ୟୁ କଲେ ଏଇ ସପ୍ତାହ, ପୁରା ଏ ସପ୍ତାହ ନୂଆ ବର୍ଷରେ ଯଦି ଭାବୁଛ ଏଇଟା ନୂଆ ବର୍ଷ ତୁମ ପାଇଁ, ତାହେଲେ ଆରମ୍ଭ କର ଭାବନାଟା। ମୁଁ ତ ଆଗରୁ ବହୁତ ମେଥଡ ଦେଇଛି, ଖାଇଲେ ବସିଲେ ଉଠିଲେ ଶୋଇଲେ କାହା ସହିତ କଥା ହେଲେ ନିଜର ଆତ୍ମବୋଧକୁ ଭୁଲ ନା, ନିଜ ଆତ୍ମବୋଧରେ ଥାଅ। ଯେମିତି ଗୋଟେ ବେଷ୍ଟ ଉଦାହରଣ ମୁଁ ଦେଇଥିଲି, ଚାକର ରୋଲ କରୁଛି ଜମିଦାର, ସେ କେବେ ନିଜର ରୂପକୁ ଭୁଲୁଛି କି? ଚାକର ରୋଲ କଲାବେଳେ କେବେ ଭୁଲ ନଥିବ। ସେଇ ଆତ୍ମଗର୍ବ ଥିବ, ଅହଙ୍କାର ଥିବ, ସେଇ ମାଲିକର ଅହଙ୍କାର ତା ଭିତରେ ଲୁଚି ରହିଥିବ। କେବେ ଚାକରର ଭାବ ଆସିବନି, କେବେ ହେଲେ ଆସିବନି। ଷ୍ଟେଜରେ ମିନତି କରୁଥିବ ମୋତେ ଦିଆଯାଉ, ମାଡ଼ ଖାଉଛି, ସବୁ କିଛି କରୁଛି, କିନ୍ତୁ ସେ କେବେ ହେଲେ ବି ଜମିଦାର ରୂପ ତା ଭିତରେ ଯୋଉ ଲୁଚିକି ରହିଛି ସେ କେବେ ଭୁଲି ନଥିବ। ସେମିତି ତୁମେ ସେଇ ଆତ୍ମ ରୂପକୁ ଜମିଦାର ଭାବରେ ପରିଣତ କର। ମୁଁ ସେ ଆତ୍ମା, ଏଇ ଯୋଉ କାମ ସବୁ କରୁଛି ଏସବୁ ରୋଲ, ଏଇଟା ଅତି ନିଚ୍ଛକ ଉଦାହରଣ, ଆଠାରୁ ଉଦାହରଣ କିଛି ମିଳିବନି ତୁମକୁ। ଯଦି ପରିଷ୍କାର ନ ହଉଛି ମୁଁ ଆତ୍ମା ବୋଲି, ତାହେଲେ ନିଜର ସେଇ ରୂପକୁ ତୁମେ ଭୁଲି ଯାଇଛ ବୋଲି ତୁମକୁ ଜଣାପଡୁଛି ମୁଁ ଚାକର। ଭୁଲି ଯାଇଛ ବୋଲି ଆଜିର ଦୁନିଆରେ ବା ଆଜିର ଜନ୍ମରେ ତୁମେ ଭୁଲି ଯାଇଛ ବୋଲି ତୁମକୁ ପୁଣି ଏଇ ସତ୍ସଙ୍ଗ ଜାଗ୍ରତ କରୁଛି। ତୁମେ ସେଇ ରୂପ, ବାସ୍ତବ ରୂପ ତୁମର ସେ ଆତ୍ମା, ତୁମେ ସେଇଟାକୁ ଫେରିଆସ ସେଇ ରୂପକୁ। ଇଏ କଟିଯିବ, ଯେତେ ଫେରିବ ସେତେ କଟିବ। ଆମେ ବି ପିଲାବେଳେ କଣ ଭାବିଥିଲୁ କି ଆମେ ଆତ୍ମା ବୋଲି? ଆମେ ଛୋଟ ପିଲା ଭାବିଥିଲୁ ନିଜକୁ, ଖେଳୁଥିଲୁ, ମା ଯାହା ଦେଲେ ଖାଇବାକୁ ଖାଉଥିଲୁ, କିଛି ନଥିଲା। ଆଜି 30 ବର୍ଷ ହେଇଗଲା, ଏମିତି 30 ବର୍ଷ ହେଇଗଲା, ଜାଣିପାରିଲୁ ନା ଆମେ କିଏ? ସେଇ କୋଉ ବୋଧରେ ଥିଲୁ? ଆମେ ଶରୀର ବୋଧରେ ଥିଲୁ କି ନାହିଁ? ଯେତେବେଳେ ଜ୍ଞାନ ଉଦୟ ହେଲା, ଯେତେବେଳେ ବହି ପଢିଲ, ଜାଣିଲ, ସତ୍ସଙ୍ଗ କଲ, ଆତ୍ମାର ପରିଚୟ ମିଳିଲା ଯେ ବାସ୍ତବରେ ମୁଁ ସେଇ ଶରୀର ନୁହେଁ, ମୁଁ ସେଇ ଆତ୍ମା, ଯିଏ ଅବିନାଶୀ ବ୍ରହ୍ମ, ଯିଏ ଅଛି, ଯିଏ ଥିବାରୁ ତୁମ ଶରୀର ଅଛି, ଯିଏ ଚାଲିଗଲେ ତୁମର ମୃତ୍ୟୁ ହେଇଯିବ। ଯାର ବିହୁନେ ଦେହ ମୃତ। କଣ ହେଲା? ଯାର ବିହୁନେ ଦେହ ମୃତ, ତା ନାମ ଜାଣନ୍ତି, ତା ନାମ ଆତ୍ମା ଯେ ନିହିତ। ଯାହାର ବିହୁନରେ ଦେହ ମୃତ ହଉଛି, ତୁମେ ସେଇ ସୂକ୍ଷ୍ମ ସତ୍ତାକୁ କାହିଁ ନ ଧରିବ? ତା ସହିତ ସମ୍ପର୍କ କାହିଁ ନ ଯୋଡ଼ିବ? ଆଜିଠାରୁ ପାହାନ୍ତିଆ ପହରରୁ ଉଠିକିରି ଭାବନା କର ମୁଁ ସେ ଆତ୍ମା। ସନ୍ଧ୍ୟାର ଶେଷ ମୁହୂର୍ତ୍ତରେ ଭାବନା କର ମୁଁ ସେ ଆତ୍ମା। ଶୟନର ପୂର୍ବ ଅବସ୍ଥାରୁ ଭାବନା କର ମୁଁ ସେ ଆତ୍ମା। ଜୀବନର ଶେଷ ସମୟରେ ଯଦି ପରିଣତି ବୟସରେ ଆତ୍ମାର ଚିନ୍ତନ କରିବ, ଲାଭ କଣ ହବ? ଏଇ ମୁହୂର୍ତ୍ତ ତୁମ ପାଇଁ ମୂଲ୍ୟବାନ। ମନେକର ତୁମେ 5 ଦିନ ଆଉ ବଞ୍ଚିବ, ମନେକର 5 ଦିନ ଅଛି ତୁମ ପାଇଁ ମୃତ୍ୟୁଟା। ଅଜାମ୍ବିଳ ନାରାୟଣ ଜପ କରିକିରି ଉଦ୍ଧାର ହେଇଗଲା, ସେଠି ନାହିଁ, ଏଠି କିଛି ନାହିଁ।
তুমি ନିଜକୁ ଆତ୍ମବୋଧରେ ରହିଲ ସେଇ 5 ଦିନଟା। ଜାଣିଛ ମୃତ୍ୟୁ 5 ଦିନ ହବ। କିଏ ଗୋଟେ କହିଛି? ଡାକ୍ତର କହିଛି ବା କିଏ ବି କହିଛି? ତୁମେ ଯଦି ଆତ୍ମବୋଧରେ ରହିଯିବ, କିଛି ଆଉ ଆଣିବନି, କେବଳ ଆତ୍ମବୋଧରେ ଥିବ, କେବେ ମୃତ୍ୟୁ ହବନି ତୁମର, କେବେ ବି ମୃତ୍ୟୁ ହବନି। ସେଇଟା କଣ୍ଟିନ୍ୟୁ କରିବ, ପରିବର୍ତ୍ତନ ହେଇଯିବ ଶରୀର। କାରଣ ଶରୀରଟା ଆତ୍ମାର ରୂପରେଖ ହେଇଗଲା। ଯୋଉ ରୋଗ ଥାଉ, କ୍ୟାନ୍ସର ଥାଉ, ଡାଇବେଟିସ୍ ଥାଉ, ଭୟଙ୍କର ରୋଗ ଥାଉ, କିନ୍ତୁ ତୁମେ ଶରୀର ବୋଧରୁ ଖସି ଆସି ଆତ୍ମବୋଧ ରହିଗଲ। ତୁମେ ସେଇ ବ୍ୟକ୍ତି ପୂର୍ବରୁ ଶରୀରରେ ଥିଲ, ବର୍ତ୍ତମାନ ଆତ୍ମବୋଧ ହେଇଗଲ। ଆତ୍ମା ପରିବର୍ତ୍ତନ କରିଦେବ ଶରୀରକୁ, ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ କରିଦେବ। ଏଇଥିପାଇଁ ସେ ପରିବର୍ତ୍ତନ କରୁନି, ଯେହେତୁ ତୁମେ ଶରୀର ବୋଧରେ ଅଛ, ଶରୀର ସହିତ ସଂଯୁକ୍ତ ହେଇକରି ଅଛ। ତେଣୁ ତୁମେ ଯେତେବେଳେ ଆତ୍ମବୋଧକୁ ପଳେଇ ଆସିବ, ତୁମ ଇଚ୍ଛା ଅନୁସାରେ ମୃତ୍ୟୁ ହବ, ତୁମ ଇଚ୍ଛା ଅନୁସାରେ ଶରୀର ଗଠନ ହବ, ତୁମ ଇଚ୍ଛା ଅନୁସାରେ ରୋଗମୁକ୍ତ ହେଇଯିବ। ତୁମେ ତତ୍କ୍ଷଣାତ୍, ପ୍ରତି ମୁହୂର୍ତ୍ତର ଭାବନା ଏଇଟା, ପ୍ରତି କ୍ଷଣର ଭାବନା ଯଦି ହେଇଯିବ ଆତ୍ମବୋଧର, ତାହେଲେ ପରିବର୍ତ୍ତନ ହେଇଯିବ। ଦେଖନ୍ତୁ, ଏଇ ଶରୀରଟା ଜଣେ ଚୋରି କାମ କରୁଛି, ତାମାନେ ଶରୀରଟା ଚୋର ସହିତ ସମାନ ହେଇଗଲା ନା। ଶରୀରଟା ଚୋର ହେଇଗଲା। ଏ ଶରୀର ଗୋଟେ ମହତ୍ କାମ କରୁଛି। ଆଶ୍ରମଟି କଲା, କି ମନ୍ଦିର କଲା, କି ହସ୍ପିଟାଲ ତିଆରି କରିଦେଲା, କି ଲୋକଙ୍କୁ ନେଇ ଉପକାର କରେଇଲା, କି ବୃଦ୍ଧା ଆଶ୍ରମ କଲା। ଏ ଶରୀର କରୁଛି। ଶରୀର ସେଇ ବୋଧରେ ରହିଗଲା, ମାନେ ଚୋର ବୋଧ କଟିଗଲା, ଅନ୍ୟାୟକାରୀ ବୋଧ କଟିଗଲା ଶରୀରର, ଆଉ ଗୋଟେ ବୋଧକୁ ପଳେଇଗଲା, ଉପକାରୀ ବୋଧ ହେଇଗଲା ଶରୀରଟା। ତାଠୁ ସର୍ବଶକ୍ତିମାନ ବୋଧ ହଉଛି ଆତ୍ମବୋଧ। ମୁଁ ଡିଷ୍ଟିଂସନ୍ କରୁଛି, 3ଟା ଡିଷ୍ଟିଂସନ୍। ଏ ଶରୀର ଚୋର ଡକାୟତ ହେଇପାରିବ, ଏ ଶରୀରରେ ମହତ୍ୱପୂର୍ଣ୍ଣ ଧର୍ମ କାମ କରିପାରିବ, ଏ ଶରୀର ମଧ୍ୟ ଆତ୍ମବୋଧ ରହିପାରିବ। ଆତ୍ମବୋଧରେ ଯେତେବେଳେ ରହିଯିବ, ତୁମେ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ହେଇଯିବ, ସେଠି କର୍ତ୍ତା ହେଇଯିବ। କର୍ତ୍ତା ସେଠି ହେଇଯିବ, କର୍ତ୍ତା ରୂପରେ ଅବସ୍ଥାନ କରିବ ସେଠି। ତେଣୁ ପ୍ରତି ମୁହୂର୍ତ୍ତ, ପ୍ରତି କ୍ଷଣର ଭାବନା ସୃଷ୍ଟି ହଉ ତୁମ ଭିତରେ, ମୁଁ ସେ ଆତ୍ମା। ସବୁ ଭୁଲି ଯାଅ, କିନ୍ତୁ ଆତ୍ମାକୁ ଭୁଲନି, ତୁମ ଭିତରେ ଅଛି। ତାକୁ ମୁଠେଇକି ଧର, ଜବରଦସ୍ତ ଧର, ସେ ନଖସ ତୁମ ପାଖରୁ। ଦେଖିବ ଏସବୁ ମିନିମାଇଜ ହେଇଯିବ। ଏଇ ଯୋଉ ଲୋଭାଶକ୍ତି, ଲୋଭ ଯୋଉ ଅଛି ତୁମ ଭିତରେ, ମିନିମାଇଜ ହେଇଯିବ। ସାଂସାରିକ ବୋଧ ମିନିମାଇଜ ହେଇଯିବ ତୁମ ଭିତରେ। ଯୋଉ ବସା ବାନ୍ଧି ରହିଛି, ସେ କମିଯିବ ସବୁ, ସେ ଆଶା କ୍ଷୀଣ ହେଇଯିବ ସବୁ। ଅରବ ଡଲାର ସିଏ ଆଉ ଦେଖାଦେବନି ତୁମ, ସେ ବିଜୟ ନଷ୍ଟ ହେଇଯିବ ତୁମ ଭିତରେ। ମୁଁ ଅରବପତି ହେବି, ନଷ୍ଟ ହେଇଯିବ। ମୁଁ ଶିଳ୍ପପତି ହେବି, ନଷ୍ଟ ହେଇଯିବ। ଯୋଉ ପତି ତୁମେ ହୁଅ, ଯୋଉ ପତି ହୁଅ, ଲକ୍ଷପତି ହୁଅ, ଅରବପତି ହୁଅ, ରାଷ୍ଟ୍ରପତି ହୁଅ, ରାଜାଧିରାଜା ଚକ୍ରବର୍ତ୍ତୀ ରାଜା ହୁଅ, ସେ ସବୁ ମିନିମାଇଜ ହେଇଯିବ। କାହିଁକିନା ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ପତି ତୁମ ଭିତରେ ଅଛି, ମାଲିକ। ସେଥିପାଇଁ ଗୁରୁଦେବ ଆସିଲେ, କହିଲେ ତୁମେ ନିଜକୁ କୁହ, ଅହଂ ଈଶ୍ୱରାଣାଂ ସର୍ବେଶ୍ୱର ଅହଂ। ମୁଁ ଈଶ୍ୱରର ଈଶ୍ୱର। ଅହଂ ଈଶ୍ୱରାଣାଂ ସର୍ବେଶ୍ୱର ଅହଂ। ତାପରେ କଣ କହିଲେ? ଅହଂ ପରବ୍ରହ୍ମ ଜୀବା କୁମାର ପ୍ରସନ୍ନ ଆନନ୍ଦମୟ ଭବାତ୍ମା ପତି ପତିନାଂ ପରମେଶ୍ୱର ଅହଂ ଭୂପସ୍ୟ ଭୂପ ଭୁବନେଶ୍ୱର। ମୁଁ ପତି, ମାଲିକର ମାଲିକ। ମାନେ ଯେହେତୁ ତୁମେ ଆତ୍ମବୋଧରେ ରହିବ,
ତୁମ ଶବ୍ଦ ଆସିବ ପତି ପତି ନାହିଁ ପରମେଶ୍ୱର ପରମେଶ୍ୱର ମୁଁ। ଆଉ କିଏ ଈଶ୍ୱର ଯଦି ଆସିବ କଣ୍ଟେଷ୍ଟ ହବନି ତମ ସହିତ? ତେଣୁ ତୁମେ ପରମେଶ୍ୱର ହେଇଗଲେ ସରିଗଲା। ପତି ପତି ନାହିଁ ପରମେଶ୍ୱର। ପତି ଅର୍ଥ ମାଲିକର ମାଲିକ ମୁଁ, ମାନେ ଆଉ କିଏ ମାଲିକ ନାହାନ୍ତି। ଦେଖୁନା ତୁମେ ଯେତେବେଳେ ସ୍ୱପ୍ନ ସୃଷ୍ଟି କରୁଛ ସେଠି ମାଲିକ କିଏ? ତୁମେ ସ୍ୱୟଂ ନିଜେ। ସେ ସ୍ୱପ୍ନରେ କେହି ମାଲିକ ନାହାନ୍ତି, ତୁମେ ହିଁ କେବଳ ମାଲିକ। ପତିପତି ନାହିଁ ପରମେଶ୍ୱର ଭୂପସ୍ୟ ଭୂପ ଭୁବନେଶ୍ୱର। এই ଯେଉଁ ବିଶ୍ୱ ବ୍ରହ୍ମାଣ୍ଡ ଭୂଖଣ୍ଡ ବା ଭୁବନ 14 ବ୍ରହ୍ମାଣ୍ଡ ଅଛି ତାର ମାଲିକ ମୁଁ। କ'ଣ ଶରୀର ବୋଧରେ ଏ କଥା ଜଣେ କହିପାରିବ କି? ଆତ୍ମବୋଧରେ କହିପାରିବ। ଯେମିତି ଆକାଶ ଭିତରେ ସବୁ ଅଛି, ଆକାଶଟା ଆତ୍ମା ଭିତରେ ଅଛି, ତାମାନେ ସବୁ ହେଇଗଲା ତାର। ଆତ୍ମା ଠାରୁ ଆକାଶ ଠାରୁ ସୂକ୍ଷ୍ମ ହଉଛି ଆତ୍ମା, ସୂକ୍ଷ୍ମ ଅତି ସୂକ୍ଷ୍ମ। ଆଉ ଗୋଟେ ବଡ଼ ଘଟଣା ହବ ଯେ ତୁମେ ଯଦି ଓଙ୍କାର ତଲ୍ଲୀନ ଭାବରେ କରୁଥିବ, ଓଙ୍କାର ବୋଧରେ ଥିବ, ଓଙ୍କାର ସର୍ବଶକ୍ତିମାନ ହେଇକି ଥିବ, ସେ ଓଙ୍କାର ଶବ୍ଦ ତୁମ ଭିତରେ ନିମଜ୍ଜିତ ହେଇଯିବ। ଯଦି ଓଙ୍କାର ଶବ୍ଦରେ ତୁମେ ନିମଜ୍ଜିତ ହେଇଯିବ, ତେଣୁ ଓଙ୍କାର ତୁମ ଭିତରେ ଲୀନ ହେଇକି ରହିଯିବ। ତୁମ ଭିତରେ ପ୍ରତି ମୁହୂର୍ତ୍ତରେ ପ୍ରତି ଲୋମକୂପରେ ମଧ୍ୟ ଓଙ୍କାର ଶବ୍ଦ ଝଙ୍କୃତ ହବ ତୁମ ଭିତରେ, ଯଦି ପ୍ରଣବ ଠିକ ସେ କରୁଥିବ। ଇଏ ଗୋଟେ ପ୍ରୋସେସ, ଇଏ କ୍ରିୟାଶୀଳ ପ୍ରୋସେସ। ଏଇଟା ତ ଆକ୍ସନ ସାଧନାର ପ୍ରୋସେସ କଥା ମୁଁ କହୁଛି, କିନ୍ତୁ ଭାବନାର ପ୍ରୋସେସ ବହୁତ ଇମ୍ପୋର୍ଟାଣ୍ଟ। ମନେ ରଖନ୍ତୁ, ଭାବନାର ପ୍ରୋସେସ ବହୁତ ଇମ୍ପୋର୍ଟାଣ୍ଟ। ପ୍ରତି ମୁହୂର୍ତ୍ତରେ ଭାବନାରେ ତୁମେ ରହିଛ କି ନାହିଁ? ବିନା ଭାବନାରେ ତୁମେ ତ ରହିନ। କେବଳ ଭାବନା ଯୋଉ ପରିବର୍ତ୍ତନ ଆଣିବ, ଗୋଟେ ସୋର୍ସରେ ଯାଉଥିବ ତାକୁ କାଟିକି ଆଉ ଗୋଟେ ସୋର୍ସରେ ମିଶାଅ ପ୍ରତି ମୁହୂର୍ତ୍ତରେ। ତମେ ଜାଣିଥିବ ତମେ ବିଦ୍ୱାନ ବ୍ୟକ୍ତି, ତୁମେ ଜ୍ଞାନ ଅଛି ତୁମ ପାଖରେ, ବୁଦ୍ଧି ଅଛି, ବିବେକ ଅଛି, ସବୁ ଅଛି ତୁମ ପାଖରେ, ନାହିଁ କିଛି ନାହିଁ। ନାହିଁ କହିଲେ ହବନି, ସବୁ ଅଛି। ତୁମେ କଣ କରିବାକୁ ଯାଉଛ, କୋଉଥିରେ କ୍ଷତି ଅଛି ତୁମେ ଜାଣିପାରିବ। ଆଠାରୁ ବଡ ମାଷ୍ଟର କେହି ନାହାନ୍ତି, ତୁମେ ସ୍ୱୟଂ ନିଜେ। ତୁମେ ସ୍ୱୟଂ ନିଜେ କଣ କଲେ ମୋର କ୍ଷତି ହେଇଯିବ ତୁମେ ଭଲ ଭାବରେ ଜାଣିଛ। ତେଣୁ ସେଥିରୁ ନିବୃତ୍ତ ହୁଅ। ନିବୃତ୍ତ ହେଇଲେ ତୁମେ କେନ୍ଦ୍ରକୁ ପଳେଇ ଆସିବ, ଆତ୍ମସ୍ଥ ହେଇଯିବ। ସେଇ ମୁହୂର୍ତ୍ତରେ ଆତ୍ମସ୍ଥ ହେଇଗଲ, ସେଇ ମୁହୂର୍ତ୍ତର ଭାବନା ତୁମକୁ ପରିବର୍ତ୍ତନ କରିବା ଆତ୍ମସ୍ଥ ହେବା ପାଇଁ। ଇଏ ହଉଛି ନୂତନ ଜୀବନର ଭାବଧାରା ସୃଷ୍ଟି ହଉ ତୁମ ଭିତରେ। ମୁଁ କଣ ଥିଲି ସେ ଭାବନା ଭୁଲି ଯାଉ, ପୁରା କାଟି ଦେଇକି ଆଉ ଗୋଟେ ଭାବନା ପଳେଇ ଆସ। ତୁମ ଲାଇଫ ପରିବର୍ତ୍ତନର ଭାବନା ପଳେଇ ଆସ। ମୁଁ ବାସ୍ତବରେ ମୁଁ ଅଛି, ମୁଁ ଚିରସ୍ଥାୟୀ ନୁହେଁ, ମତେ ଯିବାକୁ ପଡିବ। ମୁଁ ତ କାଲି ମରିପାରେ, କଣ ହବ? ଆଜିର ଭାବନା ଠୁଳ କରି ରଖିଛ, 70 ବର୍ଷର ଭାବନା, କଣ ହବ? ସବୁ ବେକାର ବ୍ୟର୍ଥ ନା, କାଲି ମରିଯିବ। ଏ ତ ବେକାର ହେଇଗଲା ଏ ଭାବନା ଗୁଡ଼ିକ। ଏଇ ଜ୍ଞାନ ସୃଷ୍ଟି ହଉ ତୁମ ଭିତରେ। ମୃତ୍ୟୁକୁ ସଦାବେଳେ ଆଖି ଆଗରେ ରଖ। ମୋର ଆଜି ଏଇ ମୁହୂର୍ତ୍ତଟା ବି ଶେଷ ଜୀବନ ହେଇପାରେ, ଏଇ ପ୍ରତିକ୍ଷଣ ବି ଶେଷ ଜୀବନ। କଣ କରିବ? ଖଟରେ ଶୋଇଥିବ, ବୋଉ ଯାଇ କହିବ, ହେଇଲୋ ଏବେ ଖାଇକିରି ଶୋଇଥିଲା, ଗାଁ ଆଡେ ବୁଲି ଯାଇଥିଲା, ଆଉ ତ ଖଟରୁ ଉଠୁନାହାନ୍ତି, ନିଶ୍ୱାସ ବନ୍ଦ ହେଇଯାଇଛି, କଣ କରିବା? ଗଲା ତମ ଜୀବନ ଶେଷ। ଜଳଖିଆ ଖାଇଲ, ଚା ପିଇଲ, ମୁଢି ପକେଇଲ, ପିଣ୍ଡାରେ ବସି ଖାଉଥିଲ, ତାପରେ ଚାହା ସରିନି, ତୁମେ ସରିଗଲ, ଢଳେଇ ପଡିଲ ଗୋଟେ ଆଡକୁ। ଘରୁ ଶବ୍ଦ ଉଠିବ କି ନାହିଁ, କଣ ହେଇଗଲା? ଏବେ ତ ଗାଁ ଆଡେ ବୁଲିବାକୁ ଯାଇଥିଲେ, ଏବେ ଆସିଲେ, ଏଇ ଚା ପିଉଥିଲେ, କଣ ତ ହେଇଗଲା? ଆରମ୍ଭ ହେଲା
କୋକେଇ ବନ୍ଧା ଆରମ୍ଭ ହେଇଯିବ ସାଙ୍ଗେ ସାଙ୍ଗେ। ତୁମ ଆଖି ଆଗରେ କୋକେଇ ବନ୍ଧା ହବ। ତୁମେ ଖାଲି ଖୋଜୁଥିବ ମୋ ଶରୀରରେ ପୁଣି ପଶିଯାଆନ୍ତି କି, ଚାହା ପିଅନ୍ତି କି, ଆଉ ପଶି ପାରିବନି। ପ୍ରୋହିବିଟେଡ୍ ଏରିଆ ହେଇଯିବ ତୁମ ଶରୀର ତୁମ ପାଇଁ। ଫେରିବନି ଆଉ ସେ ଶରୀରକୁ ତୁମେ। ବାନ୍ଧିଦେବେ, 6 ଖଣ୍ଡ କାଠ ନେଇ ଆସିବେ, ବାଉଁଶ ବାନ୍ଧିଦେବେ, ବାସ୍ ତମ ଶରୀରକୁ ନେଇଯିବେ ତୋଟା ଆଡ଼କୁ। ତୁମେ ଯାଉଥିବ, ଗୋଡ଼େଇ ଗୋଡ଼େଇ ଯାଉଥିବ, ଏ ମୋ ଶରୀର କ'ଣ କରିବେ ଦେଖିବି, ମୁଁ ତ ପଶିବି ନା। ପୋଡ଼ିଦେବେ। ପୋଡ଼ିଦେଲା ପରେ ଶରୀର ପାଉଁଶ ହେଇଯିବ। ତୁମେ ଦେଖୁଥିବ ତମ ଶରୀର ନାହିଁ। ତୁମେ ଜୁଳୁ ଜୁଳୁ ହେ ଅନଉଥିବ, କ'ଣ କଲି, ଏତେ ବର୍ଷ ବଞ୍ଚିଲି, କିଛି ତ କରିପାରିଲେନି। ଫେରିଆସିବ, ଫେରିଆସିବ ଘରକୁ। ପୁଣି କ'ଣ ଗଣ୍ଡେ ଖାଇବାକୁ ଦେବେ, ଅଣ ହଳଦୀ, ଅଲଣା ଖାଇବ। ଶୋକ ପାଳନ କରିବେ ତମ ପାଇଁ। ତୁମେ ଦେଖିବ, ମିଛି ମିଛିକା କାନ୍ଦିବେ କେହି ଜଣ, ତାକୁ ବି ଅବଜର୍ଭ କରିବ। କେତେ ଦିନ ରହିବ, ପୁଣି ଫେରିଯିବ। ପୁଣି ଜନ୍ମ ନେବାର ପ୍ରୟାସ ଜାରି ରଖିବ। ସେଇ କାକରା, ସେଇ ଆନମାନ, ସେଇ କାକରା, ସେଇଥିପାଇଁ କି ଗାଁ ଡାକରା। ସେଇ ଆନମାନ, ସେଇ କାକରା, ସେଇଥିପାଇଁ କି ଗାଁ ଡାକରା। ତମର ଜୀବନର ଶେଷ ନିଶ୍ୱାସ କେତେବେଳେ ପଳେଇବ ଜାଣିପାରିବନି। ମୁଁ କହିଛି ଏ ନିଶ୍ୱାସ ବିଶ୍ୱାସ ନାହିଁ। ସତର୍କ ହୁଅ, ପ୍ରତି ମୁହୂର୍ତ୍ତରେ ସତର୍କ ହୁଅ, ପ୍ରତି କ୍ଷଣରେ ସତର୍କ ହୁଅ। ଚିରନ୍ତନ ଭାବନା ଆଣ, ଯିଏ ତୁମକୁ ସର୍ବଶ୍ରେଷ୍ଠ ମୁକ୍ତିର ପଥ ଦେବ। ସେଇ ଚିନ୍ତନ ହେଉଛି ଆତ୍ମଚିନ୍ତନ, ଆତ୍ମବୋଧ। ନ ଦେଖାଦେବ ଆତ୍ମା ତୁମକୁ, ତୁମେ ଚିନ୍ତନ କର। ନକ୍ ଦ ଡୋର ୱିଲ୍ ଓପନ୍। ଖୋଲିବ ଦିନେ ଦିନେ, ଖୋଲିବ ଦିନେ, ନିଶ୍ଚିନ୍ତ ଖୋଲିବ। ରାମକୃଷ୍ଣ ପରମହଂସ ଜଣେ ଶ୍ରେଷ୍ଠ ସାଧକ। ସରଳତା ଭରି ରହିଛି ତାଙ୍କଠାରେ, ସରଳ, ସରଳର ରୂପ। ସେ ତାଙ୍କ ଗୁରୁ ତୋତାପୁରୀଙ୍କୁ କହିଲେ, ଆଜ୍ଞା ମୋର ଜମା ସମାଜ ହଉନି। ଯେତେବେଳେ ତ ଲଗାଉଛି କାଳି ଆସି ଯାଉଛନ୍ତି, କାରଣ କାଳୀ ପୂଜକ ଥିଲେ ସେ। ଯେତେବେଳେ ଧ୍ୟାନ ଲଗାଉଥିଲେ, ଆମେ ଯାଇଥିଲୁ ସେ ମଠ, ଏପଟରେ ଗଙ୍ଗାର ଏପଟ କୂଳରେ ରାମକୃଷ୍ଣ ପରମହଂସ ମିଶନ ବେଲୁଡ଼ ମଠ, ଆଉ ସେପଟରେ ଦକ୍ଷିଣ କାଳ। ଯେତେବେଳେ ଧ୍ୟାନ ଲଗାଉଥିଲେ ସେତେବେଳେ କାଳି ଆସି ଯାଉଥିଲେ। ତୋତାପୁରୀ କହିଲେ, ଯେତେବେଳେ କାଳି ଆସୁଛନ୍ତି ତୁ ସେ କାଳିକେ ଖଣ୍ଡ ଖଣ୍ଡ କରିଦେ, ବେକ କାଟିଦେବୁ, ଗୋଡ଼ କାଟିଦେବୁ, ପେଟ କାଟିଦେବୁ। ରାମକୃଷ୍ଣ ପରମହଂସ କହିଲେ, ମୋ କାଳି ମୁଁ କାଟିବି କେମିତି? ସେ ଶ୍ରେଷ୍ଠ ପୂଜକ ଥିଲେ କାଳୀ ମାଙ୍କର। ନା ହଁ, ତୋତେ କାଟିବାକୁ ପଡ଼ିବ, ଏକ ରୂପ ହେବାକୁ ପଡ଼ିବ। କାଳୀ ରୂପରେ ରହିଲେ ତୁ ରହିପାରିବନି। କାଳୀ ରୂପ ହେଉଛି ଦେହ ଭାବ। ଗୁରୁ ତ କହୁଛନ୍ତି ତୋତାପରି କ'ଣ କରିବି? ସେଠୁ କାଟିଲେ, ଖଡ଼ଗ ରଖିଥିଲେ। ଯେତେବେଳେ କାଳି ଆସିଲେ ସବୁ କଳ୍ପନାର ଖଡ଼ଗରେ କାଟି ପକେଇଲେ, ବେକ କାଟିଦେଲେ। ଆଉ କେହି ରହିଲେନି, ସବୁ ଶୂନ ହେଇଗଲେ, ନିଃସ୍ୱ ଭାବ। ବିରାଟ ଶୂନ୍ୟତାର ରୂପ ହେଇଗଲେ ସ୍ୱୟଂ ରାମକୃଷ୍ଣ ପରମହଂସ। ଦେଖିଲେ ନିଜର ରୂପକୁ। ଏଠି ରଖିବା। ଶେଷରେ ଏତିକି କଥା ମୁଁ କହିପାରେ, ଯେଉଁ ଆଭିମୁଖ୍ୟରେ ପ୍ରଶ୍ନ ରଖିଥିଲେ, ପ୍ରତି ମୁହୂର୍ତ୍ତରେ କ'ଣ ଭାବନା ହେବା ଦରକାର, ତାର କନକ୍ଲୁଜନ ହେଉଛି ତୁମେ ଆତ୍ମ ରୂପରୁ କେବେ ବିଚ୍ୟୁତ ହୁଅନି। ଆତ୍ମ ରୂପରୁ ବିଚ୍ୟୁତ କେବେ ହୁଅନି। ସବୁରୁ ବିଚ୍ୟୁତ ହେଇଯାଅ, କିନ୍ତୁ ଆତ୍ମ ରୂପରେ, ଆତ୍ମ ସ୍ୱରୂପରୁ ବିଚ୍ୟୁତ ହୁଅନା। ମୁଁ ସେ ଆତ୍ମା।
ଏଇଟା ହେଉଛି ତାର ନିର୍ଯାସ। ଏଠି ରଖିବା 11:30 ହେଲାଣି, ଆଉ ଆଗକୁ ଯିବାନି, ସମୟ ତ କାଟି ଦେଉଛି ଆମକୁ ରଖିବା ପାଇଁ। ଆହୁରି ବହୁତ କଥା ଅଛି କହିବା ପାଇଁ, କୁହାଯାଇପାରିବ। ଯାହା କହିଲେ ବି ସରୁନି, କ'ଣ କରିବ ତମେ? କୁହନ୍ତୁ, ଆଉ କିଏ କହିବେ? ମତ ରଖିବେ, କୁହନ୍ତୁ, ଫିଡ଼ବ୍ୟାକ୍ ନେବା। ନେକ୍ସଟ କିଏ କହିବେ? ଅଳ୍ପ ସମୟ, ଆଉ ନାହିଁ ସମୟ, ଟିକେ ନାଗୁରୁ କୁହନ୍ତୁ, ଗୋଟେ ମିନିଟ୍ ଭିତରେ ଯିଏ କହିବେ। 1 ମିନିଟ୍ରୁ ଅଧିକା କୁହନ୍ତୁ ନାହିଁ। କୁହନ୍ତୁ, କିଏ କହିବେ? ସାର୍, ମା ଜୟଜୀବ, ହଁ, ଜୟ ଜୟ। ଭୁବନେଶ୍ୱରରୁ ଜେପି ମହାପାତ୍ର କହୁଥିଲି। ହଁ ହଁ। ଆଜ୍ଞା ସାର୍, ଆଜି ବି ପୁଣି ଯୋଉଟା ଆମେ ଜାଣିଥିଲେ ବା ଆପଣ କହିଥିଲେ ୟୁଟ୍ୟୁବରେ ଯୋଉ ସତ୍ସଙ୍ଗରେ, ଆପଣ ସେଟା ପୁଣି ଆଉ ଥରେ କହିଦେଲେ। ପୁନର୍ବାର ମନ ଭିତରେ ସେ ଜିନିଷଟା ଜାଣିଦେଲୁ। ଯେମିତିକି ଗୋଟେ ଟପିକ ଛାଡ଼ିଥିଲେ, ପ୍ରତ୍ୟେକ ଦିନ ଆନନ୍ଦରେ ରୁହନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ, ଆଉ ବର୍ତ୍ତମାନର ସମୟ ମୂଲ୍ୟବାନ, ଆଉ ଆକାଶ ତତ୍ତ୍ୱ, ଯେଇଟା କି ବହୁତ ପ୍ରତ୍ୟେକ ଦିନରେ ସାର୍ କାମରେ ଆସୁଛି ସେ କଥା ଗୁଡାକ। ଆଉ ସେଟା ଲଗେଇକି ଚାଲିଲା ବେଳକୁ ବହୁତ ଜିନିଷ ମାଇନସ୍ କରିକି ଆଗକୁ ପଢି ହେଉଛି। ସେମିତି ଯଦି ସମସ୍ତେ ସେ ସତ୍ସଙ୍ଗ ଶୁଣିକି ପ୍ରତ୍ୟେକଟି ସେଣ୍ଟେନ୍ସ ୱାର୍ଡ ଆପଣଙ୍କର ସମସ୍ତେ କାର୍ଯ୍ୟରେ ଲଗେଇବେ, ବା ଯେକୌଣସି କଥା ପର୍ସନାଲ ହେଲା, ବାହାର ହେଲା, ସବୁ ଜିନିଷରେ ଏଠାରେ ଆମେ ବହୁତ କଥା ଆମ ପାଇଁ ହେଇପାରିବ, ବହୁତ ଭଲ ହେଇପାରିବ। ଭଲ ମାନେ କହିହବନି। ଆଉ ସତ୍ସଙ୍ଗର ବିଷୟରେ ମୁଁ କ'ଣ କହିବି, ସତ୍ସଙ୍ଗଟା ମୁଁ ଯେତେବେଳେ ଫାଷ୍ଟ ଶୁଣିଲି, ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଇଁ ସେଟା ସାର୍ ଗୋଟେ ନିଶା ହେଇଯାଇଛି। ଯେମିତିକି ମୁଁ ଯୋଉଦିନ ସେଟା ନ ଶୁଣି ପାରୁଛି, ବହୁତ କମ୍ ସେଟା ହଉଛି ମୋ ସହିତ, କିନ୍ତୁ ସେଟା ମତେ ବହୁତ ବିଚଳିତ ଲାଗୁଛି, ଭଲ ଲାଗୁନି। ଅଲଗା କାମ କଲେ ବି, ରୋଷେଇ କରେ, ଯାହା କରେ, ସେଟା ମତେ ଶାନ୍ତି ଦିଏନି। ଯୋଉ ସଟରଡେ ସଣ୍ଡେ ମତେ ବହୁତ ଭଲ ଲାଗେ। ଏଇ ଦିନ ମାନଙ୍କରେ ଆଉ ଯାହା ହଉ କାଲି ରହିପାରିଛି, ଆଜି ଲେଟରେ ହେଲେ ବି ରହିପାରିଛି, ଆଉ ବହୁତ ଭଲ ଲାଗୁଛି। ଏମିତି ଭଲ ଶୁଣିକି ଆଗକୁ ଯିବି, ଭଲ କିଛି କରିବି। ଆଉ ନିଶ୍ଚିତ ଆପଣଙ୍କର ପ୍ରଭାବ ରହୁଛି ଆମ ସମସ୍ତଙ୍କ ଉପରେ, ନିଶ୍ଚିତ ରହୁଛି, ଲକ୍ଷ୍ୟ ରହିଛି। ନୂଆ ବର୍ଷରେ କିଛି ଛୋଟ କଥା କହିଲି, ବହୁତ କିଛି କହିବାକୁ ଇଚ୍ଛା ହଉଛି, ବହୁତ କିଛି ଏ ବିଷୟରେ। ଆଉ ସମୟ ଆପଣ ଅଳ୍ପ କହିଛନ୍ତି, 1 ମିନିଟରେ କହିବା ପାଇଁ, ଆଉ ବେଶୀ କିଛି କହିପାରୁନି। ଯେତିକିଟା ଜିନିଷ ଆପଣ କହିକା ଯାଉଛନ୍ତି, ସେଥିରୁ ଆମେ କିଛି କିଛି ଯଦି ଲଗେଇବୁ କାମରେ, ସେଟା ବି ଆମ ପାଇଁ ବହୁତ କିଛି ଭଲ ହେଇପାରିବ। ଆଉ ସାର୍, ସମସ୍ତଙ୍କୁ ମୋର ଜୟଜୀ, ପୁଣି ଥରେ ଆପଣଙ୍କୁ, ମାଙ୍କୁ ମୋର ଜୟଜୀ। ଧନ୍ୟବାଦ। ମତ ରଖିଲେ ସତ୍ସଙ୍ଗ ମୋ ପାଇଁ ନିଶା ହେଇଯାଇଛି। ଧନ୍ୟବାଦ, ସେଥିପାଇଁ ଧନ୍ୟବାଦ। ହଉ, କିଏ କହିବେ? ଆଉ କିଏ କୁହନ୍ତୁ? 1 ମିନିଟରେ କହିବେ, ସମୟ ନାହିଁ। ଅଛନ୍ତି କି? ପ୍ରଣାମ। ହଁ, ପ୍ରଣାମ। ଆଉ କଣ କହିବି, ଆପଣଙ୍କୁ କୋଟି କୋଟି ଧନ୍ୟବାଦ, ଆଉ ଗୁରୁମାଙ୍କୁ କୋଟି କୋଟି ପ୍ରଣାମ। ଆଉ ଆମେ ତ ଆପଣଙ୍କର ଏଇ ସପ୍ତାହକୁ 2 ଦିନ ଶୁଣିକିରି ଆମେ ବହୁତ ନିଜକୁ ଧନ୍ୟ ମନେ କରୁଛୁ। ଆଉ ସମସ୍ତଙ୍କୁ, ମୋର ମୁନି ଭାଇ, ମୁନି ଭଉଣୀ ମାନଙ୍କୁ, ଆଉ ଯୋଉ ଭାଇ ଗୀତ ବୋଲୁଥିଲେ ତାଙ୍କୁ ସମସ୍ତଙ୍କୁ କୋଟି କୋଟି ଧନ୍ୟବାଦ। ଆମେ ନିଜକୁ ଧନ୍ୟ ହେଇଯାଇଛୁ। ଆମେ ନିଜ ଭିତରେ ନିଜେ ହଜି ଯାଉଛୁ ଏଇ 2 ଦିନ ଗୁରୁଙ୍କୁ ପାଇକି। ଗୁରୁ, ତମକୁ କୋଟି କୋଟି ପ୍ରଣାମ। ଏତିକି କହିକି ମୁଁ ରହୁଛି। ନିଜେ ନିଜ ଭିତରେ ହଜି ଯାଉଛୁ। ଧନ୍ୟବାଦ। ମୁଖ୍ୟାଂଶ ଶବ୍ଦ ଥିଲା ଆଜ୍ଞା। କଙ୍କଡ଼ାହାଡ଼, ଢେଙ୍କାନାଳ। ନେକ୍ସଟ କିଏ କହିବେ? କୁହନ୍ତୁ। ନେକ୍ସଟ। ହଁ ଗୁରୁଜୀ, ପ୍ରଣାମ। ହଁ, ପ୍ରଣାମ। ଏଇ ଯୋଉ ଆମର ମୁନି ଭଉଣୀ ଗୋଟେ କହିଲେ, ଯେମିତି ସତ୍ସଙ୍ଗ ଗୋଟେ ଯେମିତି ନିଶା, ହଁ, ଯେମିତି ଶନିବାର ରବିବାର କୋଉ ଦିନ ହବ ଆମେ ସତ୍ସଙ୍ଗ ଶୁଣିବୁ, ଆଉ ଅଲଗା ବେଳେ ତ ୟୁଟ୍ୟୁବରେ ସବୁ ଶୁଣୁଛୁ ଆପଣଙ୍କ ସତ୍ସଙ୍ଗ। ଯେମିତି ଏମିତି ଗୋଟେ ନିଶା ହେଇଯାଇଛି ଯେ ଏନି ଟାଇମ ସେ ମୋବାଇଲ ଯେମିତି ସତ୍ସଙ୍ଗ ଲଗେଇ ଦେଇକି, ପୁରା ଲାଉଡ ସ୍ପିକର ଦେଇ ଦେଇକି ରୋଷେଇ କରୁ, ନା କାମ କରୁ, ଯାହା ପରିବା କାଟୁ, ସେ ଗୋଟେ ଏମିତି ନିଶା ଭଳିଆ ଲାଗି ଯାଇଛି। ଆଉ ତାକୁ ବି ଦିନେ ନ ଶୁଣିଲେ ବି ଭଲ ଲାଗୁନି। ଏମିତି ବି ଶୋଇଲା ବେଳେ ବି ଲଗେଇ ଦେଇକି ଶୋଉଛୁ, ନିଦ ହେଇଗଲା ବେଳକୁ ଯେତିକି ନ ଶୁଣୁଛୁ, ପୁଣି ନିଦ ଭାଗଲା ବେଳକୁ ପୁଣି ସେଉଠୁ ପୁଣି ଷ୍ଟାର୍ଟ କରୁଛୁ। ହଉ, ଠିକ୍ ଅଛି। ରାଉରକେଲା, ଅଞ୍ଜନା ସାହୁ, ଧନ୍ୟବାଦ ତୁମର ବହୁମୂଲ୍ୟ ମତାମତ, ଅନୁଭବୀ ମତାମତ ପାଇଁ।
धन्यवाद। नेक्स्ट किए नेक्स्ट गोटे मिनिट हौ तेबे ये आजिर सत्संग को नुआ वर्षर सेकेंड दिन सत्संग को विश्राम दवा पुणी साक्षात हम आमर शनिवार आसंता शनिवार एठी मोर बाणी की विश्राम दिया जाउछि। समस्त जय जय। गुरु जय जय।